ହଁ, ବାଇବଲ ଖୋଲିବା ଆଦି ପୁସ୍ତକ 4 ପର୍ବ ଆଦି ପୁସ୍ତକ 4 ପର୍ବ 1 ପଦରୁ ଦେଖିବା। ଅନନ୍ତର ଆଦମ ଆପଣା ଭାର୍ଯ୍ୟା ହବାକୁ ସହବାସ କରନ୍ତେ ସେ ଗର୍ଭବତୀ ହୋଇ କଇନ ଅର୍ଥାତ୍ ଲାଭ ନାମକ ଗୋଟେ ପୁତ୍ର ପ୍ରସବ କରି କହିଲେ, ସଦାପ୍ରଭୁଙ୍କ ସାହାଯ୍ୟରେ ମୋର ଏକ ନର ଲାଭ ହୋଇଅଛି। ଏଥିଉତ୍ତାରୁ ସେ ହେବଲ ଅର୍ଥାତ୍ ଅସ୍ଥାୟୀ ନାମକ ତାହାର ସହୋଦରକୁ ପ୍ରସବ କଲେ। ହେବଲ ମେଷପାଳକ ଓ କଇନ କୃଷକ ଥିଲେ। ସମୟାନୁକ୍ରମେ କଇନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମୋତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲେ। ଆଉ ହେବଲ ମଧ୍ୟ ନିଜ ପୋଲର ପ୍ରଥମ ଜାତ କେତେକ ପଶୁ ଓ ସେମାନଙ୍କ ମେଧ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ, ମାତ୍ର କଇନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏହେତୁ କଇନ ଅତି କ୍ରୋଧ କରି ଅଧମୁଖ ହେଲେ। ତହିଁରେ ସଦାପ୍ରଭୁ କଇନଙ୍କୁ କହିଲେ, ତୁମେ କାହିଁକି କ୍ରୋଧ କରୁଅଛ ଆଉ କାହିଁକି ଅଧମୁଖ ହେଉଅଛ? ସତ୍କର୍ମ କଲେ କି ତୁମେ ଊର୍ଦ୍ଧ୍ୱମୁଖ ହେବ ନାହିଁ? ସତ୍କର୍ମ ନ କଲେ ପାପ ଦ୍ୱାରରେ ଛକି ଥାଏ, ତୁମ ପ୍ରତି ତାହାର ବାସନା ରହିବ, ମାତ୍ର ତୁମେ ତା ଉପରେ କର୍ତ୍ତୃତ୍ୱ କରିବ। ଅନନ୍ତର କଇନ ଆପଣା ଭାଇ ହେବଲ ସହିତ କଥାବାର୍ତ୍ତା କଲେ। ତ ସେମାନେ କ୍ଷେତରେ ଥିବା ବେଳେ କଇନ ଆପଣା ଭାଇ ହେବଲଙ୍କୁ ଆକ୍ରମଣ କରି ବଧ କଲେ। ଅନନ୍ତର ସଦାପ୍ରଭୁ କଇନକୁ ପଚାରିଲେ, ତୁମ ଭାଇ ହେବଲ କେଉଁଠାରେ? ସେ କହିଲେ, ମୁଁ ଜାଣି ନାହିଁ, ମୁଁ କଣ ମୋର ଭାଇର ରକ୍ଷକ? ସେ କହିଲେ, ତୁମେ କଣ କରିଅଛ? ତୁମ ଭାଇର ରକ୍ତ ଭୂମିରୁ ଆମ ପ୍ରତି ଡାକ ପକାଉଛି। ଏ ନିମନ୍ତେ ଯେଉଁ ଭୂମି ତୁମ ହସ୍ତରୁ ତୁମ ଲାଭର ତମ ଭାଇର ରକ୍ତ ଗ୍ରହଣାର୍ଥେ ଆପଣା ମୁଖ ମୁକ୍ତ କରିଅଛି, ସେହି ଭୂମିରେ ଏବେ ତୁମ୍ଭେ ଶାପଗ୍ରସ୍ତ ହେବ। ଭୂମିରେ କୃଷିକର୍ମ କଲେ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ। ତୁମେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେବ। ଆଜି ଆମମାନେ ଆଦି ପୁସ୍ତକ 4 ପର୍ବର 1 ପଦରୁ 12 ପଦ ପଢିଲୁ। ଆ ଆତ୍ମିକ ଜୀବନ କେବେ ମଧ୍ୟ ମଣିଷ ନିଜ ଅନୁସାରେ ବଞ୍ଚି ପାରିବ ନାହିଁ। ପରମେଶ୍ୱର ଯେଉଁ ସମୟରେ ସୃଷ୍ଟି କଲେ ମନୁଷ୍ୟକୁ, ପ୍ରଥମରେ ହିଁ ପରମେଶ୍ୱର ମନୁଷ୍ୟକୁ ଦୁର୍ବଳ ଭାବରେ ସୃଷ୍ଟି କଲେ। ପରମେଶ୍ୱର ନିଜର ସାଦୃଶ୍ୟରେ ନିଜର ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ, ନିର୍ମାଣ କଲେ। ଆଉ ଆ ପରମେଶ୍ୱର ଷଷ୍ଠ ଦିନ ମନୁଷ୍ୟକୁ ସୃଷ୍ଟି କଲେ। ତେଣୁ ଷଷ୍ଠ ଦିନ ପର୍ଯ୍ୟନ୍ତ, ପ୍ରଥମ ଦିନରୁ ଷଷ୍ଠ ଦିନ ପର୍ଯ୍ୟନ୍ତ ସୃଷ୍ଟିର କାର୍ଯ୍ୟ କଲେ। ଆଉ ସପ୍ତମ ଦିନ ସେ ସୃଷ୍ଟିର କାର୍ଯ୍ୟ ସମାପ୍ତ କରିକି ବିଶ୍ରାମ କରି ଲେଖା ହେଇଛି ବାଇବଲ। ତ ଷଷ୍ଠ ଦିନ ବା ଶେଷ ଦିନ, ସୃଷ୍ଟିର ଶେଷ ଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ। ଆଉ ପରମେଶ୍ୱର ମନୁଷ୍ୟ ଆଡକୁ କୋଉ ପ୍ରକାର ହୃଦୟ, କୋଉ ଯୋଜନାକୁ ନେଇକି ଆ ଷଷ୍ଠ ଦିନରେ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ। ପ୍ରଥମ ଦିନରୁ ଷଷ୍ଠ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ବସ୍ତୁ ବା ସୃଷ୍ଟି ହେଇଥିବା ବିଷୟ, ସମସ୍ତ ବିଷୟ ମନୁଷ୍ୟ ନିମନ୍ତେ ସୃଷ୍ଟି ହୋଇଅଛି। ସେଥିପାଇଁ ଯେତେବେଳେ ଈଶ୍ୱର କହିବାକୁ ଚାହୁଁଛନ୍ତି ଷଷ୍ଠ ଦିନରେ ମନୁଷ୍ୟକୁ ସୃଷ୍ଟି କରି, ମୁଁ ଯାହା ମଧ୍ୟ ପଞ୍ଚମ ଦିନ ପର୍ଯ୍ୟନ୍ତ ସୃଷ୍ଟି କଲି, ପ୍ରତ୍ୟେକ ବିଷୟ ତମ ପାଇଁ ଆଉ ତମ ସହିତ ରିଲେଟେଡ, ତମ ସହିତ ସମ୍ପର୍କର ସମସ୍ତ ବିଷୟର ଆବଶ୍ୟକତା ତମକୁ ପାଇଁ ମୁଁ ସୃଷ୍ଟି କଲି। କାରଣ ଆମମାନେ ପୃଥିବୀରେ ବଞ୍ଚୁଛୁ, ଯେମିତି ଏ ପୃଥିବୀକୁ ଆମେ ଆସିଲୁ, ତ ଆମ ଜୀବନ କାଳ ଭିତରେ ଏ ପୃଥିବୀର ଅନେକ ଗୁଡ଼ିଏ ବିଷୟ ଗୁଡାକର ଏକ୍ସପିରିଏନ୍ସ ଆମମାନଙ୍କୁ ପାଇଅଛୁ। ଆଉ ପ୍ରଭୁ ପ୍ରତ୍ୟେକ ସମୟରେ ଆମମାନଙ୍କୁ ତାଙ୍କର ଯୋଜନାକୁ ଆମ ଦୈନନ୍ଦିନ ଜୀବନରେ ପ୍ରକାଶ କରିଥାଏ। ତ ପ୍ରଭୁଙ୍କର ମୂଳ ଲକ୍ଷ୍ୟ ମନୁଷ୍ୟକୁ ସୃଷ୍ଟି କରିବା ପଛରେ ଏଇଟା ନୁହେଁ ଯେ ମନୁଷ୍ୟ ଈଶ୍ୱରଙ୍କୁ ପରିତ୍ୟାଗ କରିକି, ଈଶ୍ୱରଙ୍କୁ ନ ଜାଣିକି ସେ ଯଦିଓ ସେ ଉତ୍ତମ ଭାବରେ ବଞ୍ଚି ପାରିବ ନିଜର ଦକ୍ଷତା ଅନୁସାରେ, ନିଜର ସକ୍ଷମ ଅନୁସାରେ, କିନ୍ତୁ ତାହା ଗୋଟେ ଜୀବନ ନୁହେଁ। ଯେ ଜୀବନରେ ପ୍ରକୃତ ଶାନ୍ତି, ପ୍ରକୃତ ଆନନ୍ଦର ଆଉ ପ୍ରକୃତ ମଣିଷର ଯାହା ଈଶ୍ୱରଙ୍କର ଯୋଜନା ଅନୁସାରେ ମଣିଷକୁ ଜୀବନ ଦେଇଛନ୍ତି, ସେ ଅନୁସାରେ ସେ ବଞ୍ଚିବା କେବେ ମଧ୍ୟ ସଠିକ ନୁହେଁ। ସେଥିପାଇଁ ମନୁଷ୍ୟର ଲକ୍ଷ୍ୟ ଥିବା ଆବଶ୍ୟକ। ଯେମିତି ବାଇବଲ ଲେଖା ହେଇଛି,
ଆଉ ତମେ କଣ ଖାଇବ କଣ ପିନ୍ଧିବ ଏ ବିଷୟ ଗୁଡାକ ନେଇକି ତମେ ଚିନ୍ତିତ ହୁଅ ନାହିଁ। କିନ୍ତୁ ପ୍ରଥମେ ତାହାଙ୍କର ରାଜ୍ୟ ଏବଂ ତାର ଧାର୍ମିକତାକୁ ତମେ ଅନୁସରଣ କର। ତ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଲାଗୁଛି ଆମେ ଜଗତରେ ବଞ୍ଚିଛୁ। ତ ଯେତେବେଳେ ଆମେ ଏଇ ପ୍ରକାର ଚିନ୍ତାଧାରାରେ ଧରା ଯାଇଛୁ ଯେ ଏଇ ଜଗତରେ ଆମେ ବଞ୍ଚୁଛୁ, ତ ଅନେକ ବିଷୟ ଗୁଡାକ ଆମକୁ କରିବା ନିହାତି ଆବଶ୍ୟକ। କିନ୍ତୁ ଜୀବନର ଯାତ୍ରା ଏ ଜଗତରେ ବଞ୍ଚିଲା ସମୟରେ ଲକ୍ଷ୍ୟ କଣ ନିହାତି ହେବା ଆବଶ୍ୟକ। ପରମେଶ୍ୱର ମନୁଷ୍ୟକୁ ଯେତେବେଳେ ସୃଷ୍ଟି କଲେ, ଯେମିତି ଆଦି ପୁସ୍ତକ 1 ପର୍ବରେ ଲେଖା ହେଇଛି, ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ପୃଥିବୀକୁ ସୃଷ୍ଟି କଲେ। ପରମେଶ୍ୱର ସ୍ୱର୍ଗ ରାଜ୍ୟକୁ ସୃଷ୍ଟି କଲେ, ପରମେଶ୍ୱର ପୃଥିବୀକୁ ମଧ୍ୟ ତିଆରି କଲେ। ଦେନ୍ ଏ ପୃଥିବୀ ଯେତେବେଳେ ଆମେ ବଞ୍ଚୁଛୁ, ବର୍ତ୍ତମାନ ଏ ପୃଥିବୀର ଅନେକ ବିଷୟ ଗୁଡାକର ଅଭିଜ୍ଞତା ଅନୁଭୂତିକୁ ଆମେ ପାଇ ଆସୁଛୁ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ଏ ଯାତ୍ରା ପଥରେ, ଏ ଜଗତରେ ବଞ୍ଚିଲାର ଯାତ୍ରା ପଥରେ ମନୁଷ୍ୟ ଯଦି ଥରେ ପରମେଶ୍ୱରଙ୍କୁ ଭେଟିବା ପାଇଁ ଯଦି ସେ ସୁଯୋଗ ପାଉନାହିଁ, ଯଦି ଈଶ୍ୱରଙ୍କ ସହିତ ସମ୍ପର୍କକୁ ସେ ଗଢି ପାରୁନାହିଁ, ତ ଈଶ୍ୱରଙ୍କ ସହିତ ସମ୍ପର୍କ ନ ଗଢିବା ଲୋକମାନେ କୋଉ ଲୋକମାନେ? ଆଉ ଈଶ୍ୱରଙ୍କ ସହିତ ସମ୍ପର୍କ ଗଢିବା ଲୋକମାନେ କୋଉ ଲୋକ? ଗୋଟେ ଜୀବନ ଅଛି, ଯୋଉ ଜୀବନରେ ସେଠି କୌଣସି ଆବଶ୍ୟକ ନାହିଁ ପରମେଶ୍ୱରଙ୍କୁ, ତ ସେ ଜୀବନରେ କୌଣସି ଆବଶ୍ୟକ ନାହିଁ ଈଶ୍ୱରଙ୍କର ଗାଇଡାନ୍ସ କି ଈଶ୍ୱରଙ୍କର ଚାଳନାକୁ, କି ଈଶ୍ୱର ବୋଲି ସେଠି କୌଣସି ଟପିକ ହିଁ ନାହିଁ। ଏଇ ପ୍ରକାର ଜୀବନ ମଧ୍ୟ ବଞ୍ଚିବାର ଏ ଜଗତରେ ଲୋକ ବଞ୍ଚୁଛନ୍ତି। ତ ସମସ୍ତ ସୁବିଧା, ସମସ୍ତ ବିଷୟ ଗୁଡାକ ଆମ ପାଖରେ ଅଛି, ଆଉ ଆମକୁ କୌଣସି ଅସୁବିଧା ନାହିଁ। ଏ ଦୁନିଆର ଏ ଜଗତର ମାଇଣ୍ଡ ସେଟ କଣ, ଏ ଜଗତର ପ୍ରଥା କଣ, ଯେ ମନୁଷ୍ୟ ସଦାବେଳେ ଏଇ ପ୍ରକାର ମନୋଭାବ ନେଇକି ବଞ୍ଚିଥାଏ ଯେ ଆମ ଜୀବନରେ କୌଣସି ଅସୁବିଧା ନ ଆସୁ, ଆମ ଜୀବନରେ କୌଣସି କଷ୍ଟକର ପରିସ୍ଥିତି ନ ଆସୁ, ଆମେ ଯେମିତି ଇଚ୍ଛା କରୁଛୁ ଆମେ ସେମିତି ବଞ୍ଚିବା ଦରକାର। ଆମେ ଯାହା ମଧ୍ୟ ଆମର ଇଚ୍ଛା କରୁଛୁ ସେ ବିଷୟ ସଫଳ ହେଲେ ଆମେ ଖୁସି ହେବା। ତ ଏ ଜଗତର ଜୀବନରେ, ଏ ଜାଗତିକ ଜୀବନରେ ଯାହା ମଧ୍ୟ ଆମମାନେ ଲକ୍ଷ୍ୟ କରୁଛୁ, ଯାହା ମଧ୍ୟ ଆମମାନେ ଭାବୁଛୁ, ଯାହା ମଧ୍ୟ ଆମ ଯୋଜନା କରୁଛୁ, ସେ ପ୍ରତ୍ୟେକ ଯୋଜନା ଭିତରେ ଗୋଟିକ ମଧ୍ୟ ଈଶ୍ୱରଙ୍କ ସହିତ ସମ୍ପର୍କ ବିଷୟ ନାହିଁ। କାହିଁକି? କାରଣ ଈଶ୍ୱରଙ୍କର ବାକ୍ୟକୁ, ଈଶ୍ୱରଙ୍କର ବିଷୟକୁ ତ ଲୋକମାନେ ଉଦ୍ଯୋଗରେ ଶୁଣିବା ପାଇଁ, ଜାଣିବା ପାଇଁ, ଶିଖିବା ପାଇଁ ଚାହିଁଥାନ୍ତି। ତ ତା ସତ୍ତ୍ୱେ, ତା ସହିତ ମଧ୍ୟ କିପରି ଭାବରେ ଏ ଜଗତପତି ଯିଏକି ଶୈତାନ, ସେ କୋଉ ପ୍ରକାର ଭାବରେ କୋଉ ମାଧ୍ୟମରେ ଲୋକମାନଙ୍କୁ ଈଶ୍ୱରଙ୍କର ବିଚ୍ଛିନ୍ନ କରିବାର କାମ କରୁଛି, ତାହା ମଧ୍ୟ ମଣିଷ ନିହାତି ଜାଣିବା ପାଇଁ, ଅନୁଗ୍ରହ ପାଇବା ଆବଶ୍ୟକ। ତ ଅଧିକରୁ ଅଧିକ ଯେତେବେଳେ ଆମମାନେ ପରମେଶ୍ୱରଙ୍କ ସହିତ ବାସ କରୁଅଛୁ, ଆମମାନଙ୍କ ହୃଦୟ ଭିତରେ ପରମେଶ୍ୱର ଗୋଟେ ଗୋଟେ ବିଷୟର ସତ୍ୟତାକୁ ଆମ ଭିତରେ ପ୍ରକାଶ କରୁଛୁ। ଗୋଟେ ବିଷୟର ଯାହାକି ରିଆଲିଟିକୁ ପ୍ରଭୁ ଆମକୁ ବୁଝାଉଛନ୍ତି। ଗୋଟେ ସତ୍ୟତାକୁ ଯାହାକି ଶୈତାନ ଲମ୍ବା ସମୟ ଧରିକି ଘୋଡେଇଥିଲା, ଯାହାକି ସେ ଆମମାନଙ୍କୁ ଠକିକି ଆମମାନଙ୍କୁ ବହୁତ ଗୁଡେ ଭୁଲ ଶିକ୍ଷା ଦେଇଥିଲା, ତାହାର ପ୍ରକାଶ ହେବା ବିଷୟ ଈଶ୍ୱରଙ୍କର ଦୟା, ଈଶ୍ୱରଙ୍କର ଅନୁଗ୍ରହ ନହେଲେ କିଏ ଜାଣିପାରିବ ନାହିଁ। ତ ଆତ୍ମିକ ଜୀବନକୁ ଲୋକମାନେ ବହୁତ ଭୁଲ ଭାବରେ ସେମାନେ ଭାବିଥାନ୍ତି। ମୁଁ ଠିକ ଠାକ ଅଛି, ମୁଁ ସୁସ୍ଥ ସବଳ ଅଛି, ହଁ, ମୋର ପରିବାର ଭିତରେ କିଛି ସମସ୍ୟା ନାହିଁ, ଯଦିଓ ଟିକେ କଷ୍ଟ ଅଛି, ଯଦିଓ ଟିକେ ସମସ୍ୟା ଅଛି, କିନ୍ତୁ ତାହା ମଧ୍ୟ ଗୁରୁତର ସମସ୍ୟା ନାହିଁ। କାରଣ ପ୍ରଭୁ ଆମ ସହିତ ଅଛନ୍ତି, ପ୍ରଭୁ ଆମକୁ ଆଶୀର୍ବାଦ କରୁଛନ୍ତି, ପ୍ରଭୁ ଆମକୁ ବହୁତ ଅନୁଗ୍ରହ ଦେଇଛନ୍ତି, ସେଥିପାଇଁ ତ ଆମମାନେ ଖୁସିରେ ବଞ୍ଚୁଛୁ। କିନ୍ତୁ ବିପରୀତ ଭାବରେ ଯୋଉ ଲୋକମାନଙ୍କର ଜୀବନରେ ଅନେକ ଗୁଡେ କଷ୍ଟ, ସମସ୍ୟା, ଅନେକ ଗୁଡେ ରୋଗ, ବେଶୀ ଗୁଡେ ପରିସ୍ଥିତି, ଅନେକ ଗୁଡେ ପରିସ୍ଥିତି, ଏମିତିକା ପରିସ୍ଥିତି ଯୋଉ ପରିସ୍ଥିତିରେ ସେମାନେ କେବେ ନିଜର ଜୀବନକୁ ସଠିକ ରାସ୍ତା, ଯାହାକି ତାଙ୍କ ଦୃଷ୍ଟିରୁ ଠିକ ଦେଖାଯାଉଛି, ସେ ରାସ୍ତାରେ ସେମାନେ ନେଇ ପାରନ୍ତି ନାହିଁ ତାଙ୍କର ଜୀବନକୁ, ତାହେଲେ ଭାବନ୍ତି ଆରେ ପ୍ରଭୁ ଆମ ଜୀବନରେ ଆମକୁ କରୁନାହାନ୍ତି, ପ୍ରଭୁ ବୋଧେ ଆମକୁ ଛାଡିଦେଲେ, ପରମେଶ୍ୱର କାଳେ ମତେ ଆଉ ଦୟା ଦଉନାହାନ୍ତି। କିନ୍ତୁ ବାଇବଲରେ ଯଦି ଦେଖିବା ଆମେ, ଯୋଉ ଲୋକମାନେ ପ୍ରଭୁଙ୍କ ଠାରୁ ଅନୁଗ୍ରହ ପାଇଛନ୍ତି, ଯୋଉ ଲୋକମାନେ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହେଇକି ବଞ୍ଚି ଅଛନ୍ତି, ସେମାନଙ୍କର କୌଣସି ମନ୍ଦ ଜୀବନ ଈଶ୍ୱରଙ୍କ ଆଡକୁ, ଈଶ୍ୱରଙ୍କ ପ୍ରତିଜ୍ଞାକୁ ଇଫେକ୍ଟ କରିନାହିଁ, କି ତାଙ୍କର ଉତ୍ତମ ଜୀବନରେ ମଧ୍ୟ ଈଶ୍ୱରଙ୍କ ଆଡକୁ କେବେ ମଧ୍ୟ ପ୍ରଭାବିତ କରିନାହିଁ, ଯେ ଈଶ୍ୱର ତାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ କାମ କରିବେ। କିନ୍ତୁ
ଆଜି ଆମେ ଆଦି ପୁସ୍ତକ 4 ପର୍ବରୁ ଯଦି ଦେଖିବା ଏ ଜାଗାରେ ପ୍ରଭୁ ଆମକୁ ଦୁଇ ପ୍ରକାର ଜୀବନକୁ ବା ଦୁଇ ପ୍ରକାର ଆତ୍ମିକ ଜୀବନକୁ ଦେଖଉଛୁ। ତ ଏ ଦି ପ୍ରକାର ଆତ୍ମିକ ଜୀବନ ଭିତରେ ଆମମାନଙ୍କୁ ନିହାତି ଆବିଷ୍କାର କରିବାକୁ ପଡିବ ଯେ ମୁଁ କୋଉ ପ୍ରକାର ଭାବରେ ବଞ୍ଚୁଛି। ତ ସାଧାରଣତଃ ଭାବରେ ଯଦି ଆମେ ଦେଖିବା ଏଇ ଜାଗାରେ ଦିଟା ପୁଅ ଯିଏକି ଆଦମ ହବାଙ୍କ ଦିଟା ପୁଅ ବିଷୟରେ ଲେଖା ହେଇଛି। ଯେ ଜଣେ ହଉଛି କଇନ ଆଉ ଜଣେ ହଉଛନ୍ତି ହେବଲ। ତ ଯେତେବେଳେ ମୁଁ ଏ ବାକ୍ୟକୁ ଦେଖୁଛି କଇନର ଅର୍ଥ ଏଠି ଲେଖା ହେଇଛି ଯେ ଲାଭ ବୋଲି, ମାନେ ପ୍ରଫିଟ। କଇନ ଗୋଟେ ଲୋକ ଯେ କି ତାର ଇମେଜ ହଉଛି ସେ ପ୍ରଫିଟ ବା ଲାଭ। ତା ସହିତ ଅ ସେ ହଉଛି ଗୋଟେ ଲୋକ ଯିଏ କି କଣ ଥିଲେ ଏଠି ଲେଖା ହେଇଛି ଅ, ଦୁଇ ପଦରେ ଲେଖା ହେଇଛି ଏଥିଉ ତାର ସେ ହେବଲ ଅର୍ଥାତ ନାମ ଅସ୍ଥାୟୀ ନାମକୁ ତାର ସହୋଦରକୁ ପ୍ରସବ କଲେ। ହେବଲ ମେଷପାଳକ ଓ କଇନ କୃଷକ ଥିଲେ। ତ ବର୍ତ୍ତମାନ କଇନ କୃଷକ ଥିଲେ କିନ୍ତୁ ହେବଲ ମେଷପାଳକ ଥିଲେ ଲେଖା ହେଇଛି। ଆଉ ଏଇ ଜାଗାରେ ଯେମିତି କଇନଙ୍କର ଅର୍ଥ ଲେଖା ହେଇଛି ଯେ କଇନ ହଉଛନ୍ତି ଲାଭ, କିନ୍ତୁ ହେବଲର ଏଇ ଜାଗାରେ ଇମେଜ କଣ ଅଛି ଅସ୍ଥାୟୀ। ହେବଲକୁ ଅସ୍ଥାୟୀର ଏଇ ଜାଗାରେ ଛବି ଦେଖା ହେଇଛି। ତ ହେବଲ ଆଉ କଇନ ଭିତରେ ବହୁତ ଗୋଟେ ତଫାତ୍ ଥାଇପାରେ। ହେବଲ ଯଦି କଇନ ଯଦି କୃଷକ ଦେନ୍ ସେ କୃଷକ କାମ କରୁଥିବା ସମୟରେ ବା ଆମେ ଯଦି ଟୋଟାଲ ଯଦି ଆମେ ତା ବିଷୟରେ ଚିନ୍ତା କରିବା ତାହେଲେ ସେ ଗୋଟେ ଏବୁଲ ଲୋକ, ସେ ଗୋଟେ ସକ୍ଷମ ଲୋକ। ଆଉ ସେ ତାର ତାର ଜୀବନ ଯାପନ ତାର ଜୀବନ ଯାପନ ଶୈଳୀ ଆମମାନେ ଏ ଜାଗାରେ ଦେଖିପାରିବା। କେମିତି? 3 ପଦରେ ଲେଖା ହେଇଛି ଯେ ସମୟାନୁକ୍ରମେ ସମୟାନୁକ୍ରମେ କଇନ ସଦାପ୍ରଭୁ ଦେଶରେ ଭୂମି ଉତ୍ପନ୍ନ ଫଳାଣି ଉତ୍ସର୍ଗ କଲେ। ଦେନ୍ ଯେତେବେଳେ ବର୍ତ୍ତମାନ କଇନ ପରମର୍ଶଙ୍କ ନିମନ୍ତେ ସେ ନୈବେଦ୍ୟ ଅର୍ପଣ କରିବା ପାଇଁ ଆସୁଛି, ତାହେଲେ ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ପ୍ରତ୍ୟେକ ମଣିଷ ତାଙ୍କ ଜୀବନରେ ଅନେକ ପ୍ରକାର ବିଷୟ କରିଥାନ୍ତି। ଆଉ ସେଇ ଭିତରେ କେତେ ଲୋକମାନେ ଈଶ୍ୱରଙ୍କ ପାଇଁ ମଧ୍ୟ ସମୟ ଦେଇଥାନ୍ତି, ଈଶ୍ୱରଙ୍କ ପାଇଁ ମଧ୍ୟ ସେମାନେ କିଛି ବିଷୟ କରିବା ପାଇଁ ଚାହାନ୍ତି। ଏ, ଈଶ୍ୱରଙ୍କ ପାଇଁ କିଛି କରିକି ସେମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହାନ୍ତି ନା ଈଶ୍ୱରଙ୍କ ପାଇଁ କିଛି ବିଷୟ କରିକି ସେ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚାହାନ୍ତି। ଏଇଟା କିଏ ମଧ୍ୟ ସମାନ ବିଷୟ ହେଇପାରିବ। ବର୍ତ୍ତମାନ 3 ପଦରେ ସ୍ପଷ୍ଟ ବାଇବଲ କହୁଛି ଇନ୍ ଦ ପ୍ରୋସେସ ଅଫ ଟାଇମ, ସମୟାନୁକ୍ରମେ। ଇନ୍ ଦ ପ୍ରୋସେସ ଅଫ ଟାଇମ ର ଅର୍ଥ କଣ? ସମୟାନୁକ୍ରମେ ମାନେ କି ପ୍ରକାର ସମୟ ସେଇଟା ଯାହାକି କଣ ସମୟାନୁକ୍ରମେ କରାଗଲା? କଇନ ପ୍ରଭୁଙ୍କର ପାଖକୁ ଯାଇକି ସେ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ଆସୁଅଛି। ଦେନ୍ ଏ ପାର୍ଟରେ ଯଦି ଆମେ ଚିନ୍ତା କରୁ ବାଇବଲରେ ଗୋଟେ ଅଂଶରେ ଲେଖା ହେଇଛି ତୁମ୍ଭେ ଆପଣା ଯୌବନ କାଳରେ ଆପଣ ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କରୁ। ହେଲେ ତାହେଲେ ବାଲ୍ୟ କାଳରେ ଆମର ପ୍ରଭୁଙ୍କୁ ସୃଷ୍ଟିକର୍ତ୍ତାଙ୍କୁ ମନେ ପକେଇବା ନାହିଁ। ତାହେଲେ ବାର୍ଦ୍ଧକ୍ୟ ସମୟରେ କଣ ପ୍ରଭୁଙ୍କୁ ବା ସୃଷ୍ଟିକର୍ତ୍ତାଙ୍କୁ ମନେ ପକେଇବା ନାହିଁ। ପର୍ଟିକୁଲାର ଲେଖା ହେଇଛି ତୁମେ ଆପଣା ଯୌବନ କାଳରେ ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ଦେନ୍ ଯଦି ମଣିଷର ଜୀବନକୁ 3 ଭାବରେ ବିଭକ୍ତ କରିବା ବାଲ୍ୟ ସମୟ, ଯୌବନ ସମୟ ଆଉ ବାର୍ଦ୍ଧକ୍ୟ ସମୟ, ତ ଏ ତିନିଟା ଷ୍ଟେପରେ ଯଦି ଆମେ ଚିନ୍ତା କରିବା ଯୌବନ ଅବସ୍ଥା ହଉଛି ଗୋଟେ ବିଷୟ ଯାହାକି ଗୋଟେ ପିରିୟଡ ଯୋଉଟାକୁ ସମୟ ଅଧିକ ମାତ୍ରାରେ ପରାମର୍ଶଙ୍କର ଆବଶ୍ୟକ ପଡିବନି ଜୀବନ ଯାପନ ଭିତରେ ଆସ। ଅଫକୋର୍ସ ହୋଲ ଲାଇଫରେ ମଣିଷ ନିଜକୁ ସାଟିସ୍ଫାଏ କରିବା ପାଇଁ ନିଜକୁ ସନ୍ତୁଷ୍ଟ କରିବା ପାଇଁ ବଞ୍ଚିବା ପାଇଁ ଲକ୍ଷ୍ୟ ରଖିକି ସେ ବଞ୍ଚିଥାଏ। ଆଉ ଯାହା କିଛି ମଧ୍ୟ ପ୍ରଭୁଙ୍କ ସହିତ ଜଡିତ ତାର ଜୀବନର ସମସ୍ତ ବିଷୟ କେବଳ ନିଜ ଆଡକୁ ଲକ୍ଷ୍ୟ କରିକି ନିଜେ ଉଚ୍ଚୀକୃତ ହେବା ପାଇଁ ନିଜେ ପ୍ରତ୍ୟେକ ବିଷୟକୁ ପ୍ରାପ୍ତ ହେବା ପାଇଁ ପ୍ରଭୁଙ୍କ ସହିତ ସେ ସମ୍ପର୍କ ବଢିଛି ବୋଲି କହିକି ସେ ତାର ନିଜର ଭ୍ରମ ଚିନ୍ତାରେ ଧରାଇଥାଏ। ତାହେଲେ ଏଇଟା ଗୋଟେ ସମୟାନୁକ୍ରମେ ମାନେ ଏଇଟା ସମୟ ପ୍ରକୃତରେ ଈଶ୍ୱରଙ୍କର ସମୟ ନା ଏଇଟା ପ୍ରକୃତରେ କଇନର ସମୟ। କଇନ ଯେଉଁ ସମୟରେ ବର୍ତ୍ତମାନ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ପ୍ରଭୁ ପାଖକୁ ଯାଉଛି। ହଁ, ବାଇବଲ କହୁଛି ଯେ ଭୂମିରୁ ଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କରୁଛି ସେ।
ଦେନ୍ ଚାରିପଦରେ ଚାରିପଦରେ ଯଦି ଆମେ ଦେଖିବା ତାହେଲେ ହେବଲ ମଧ୍ୟ ପରମେଶ୍ୱରଙ୍କ ପାଖକୁ ସେ ନୈବେଦ୍ୟ ଆଣୁଛନ୍ତି। କିନ୍ତୁ ଚାରିପଦରେ ଲେଖା ହେଇଛି ଆଉ ହେବଲ ମଧ୍ୟ ନିଜ ପୋଲର ପ୍ରଥମ ଜାତ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ତ ବର୍ତ୍ତମାନ ହେବଲ ପଶୁମାନଙ୍କର ମେଦ ଆଉ ପଶୁମାନଙ୍କର ରକ୍ତକୁ ସେ ଆଣିକି ଦେଲେ। କିନ୍ତୁ ପାଞ୍ଚ ପଦରେ କଣ ଲେଖା ହେଇଛି? ମାତ୍ର କଇନ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ବର୍ତ୍ତମାନ ପରମେଶ୍ୱର ପାଖକୁ ଯେତେବେଳେ କଇନ ଯାଉଛନ୍ତି, ଭୂମିରୁ ଜାତ ଉତ୍ପନ୍ନ ଫଳମୂଳ ଧରି, ତ ଭୂମିରୁ ଜାତ ଉତ୍ପନ୍ନ ଫଳମୂଳ ଯଦି ନେବା ପାଇଁ ପ୍ରଭୁଙ୍କ ପାଖକୁ ସେ ପ୍ରସ୍ତୁତ କରୁଛନ୍ତି, ତାହେଲେ ଏଇଟା ଗୋଟେ ସାଧାରଣ ବିଷୟ ନାହିଁ ଯେ ହଠାତ୍ ସେ ପ୍ରସ୍ତୁତ କରିଥିଲେ। ତାଙ୍କର ଜୀବନରେ ଏଇଟା ହଉଛି ଗୋଟେ ସବୁଠାରୁ ବେଷ୍ଟ ମୋମେଣ୍ଟ, ବେଷ୍ଟ ସମୟ, ସବୁଠାରୁ ଅତ୍ୟଧିକ ମୂଲ୍ୟବାନ ସମୟ, ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ସମୟ ବା ଅତ୍ୟଧିକ ଖୁସିର ସମୟ କଇନ ପାଇଁ। କାରଣ ସେ ପରମେଶ୍ୱରଙ୍କ ନିମନ୍ତେ ସେ ପ୍ରସ୍ତୁତ କରୁଛି ନୈବେଦ୍ୟ। ତାର କେତେ ସେ ମୂଲ୍ୟବାନ ହୃଦୟରେ, କେତେ ସେ ଉତ୍କଣ୍ଠିତ ହୃଦୟରେ, କେତେ ଆଶାର ହୃଦୟରେ, କେତେ ଖୁସିର ହୃଦୟରେ ପ୍ରଭୁଙ୍କ ନିକଟରେ ସେ ନୈବେଦ୍ୟ ସମର୍ପଣ କରିବା ପାଇଁ ଯାଉଛି ସେ, ତାହେଲେ କେତେ ତାର ହୃଦୟରେ ସେ ଖୁସି ନଥିବ। କିନ୍ତୁ କଇନ ତାଙ୍କର ହୃଦୟ ଭିତରେ ବର୍ତ୍ତମାନ ସେ ଖୁସି ହଉଛନ୍ତି, କି ତାଙ୍କର ମନ ଭିତରେ ସେ ବେଶୀ ଆନନ୍ଦିତ ଥିବ କି ଉଦ୍ଯୋଗ ଥିବ ତାଙ୍କ ପାଖରେ। ଆଉ ମୁଁ ଯାଉଛି ବର୍ତ୍ତମାନ ପ୍ରଭୁଙ୍କ ପାଖକୁ ଦେବା ପାଇଁ, ତ ପ୍ରଭୁ ନିହାତି ଏଟା ଦେଖିକି ଖୁସି ହେବେ। କଇନ ଗୋଟେ ଲୋକ ଯେ କି ତାଙ୍କର ହୋଲ ନୈବେଦ୍ୟ ଉତ୍ସର୍ଗ ସମୟରେ, ତାଙ୍କର ନୈବେଦ୍ୟକୁ ପ୍ରିପାରେସନ କଲା ସମୟରେ ପରମେଶ୍ୱରଙ୍କ ନିକଟରେ ଯୋଉ ନୈବେଦ୍ୟକୁ ପ୍ରସ୍ତୁତ କରୁଛନ୍ତି, ସେ ନୈବେଦ୍ୟ ଠିକ ଦେଖାଯାଉଛି କଇନଙ୍କର ଦୃଷ୍ଟି, କଇନଙ୍କର ବୁଝାମଣାରେ, କଇନଙ୍କର ନୈବେଦ୍ୟ ସଠିକ ଦେଖାଯାଉଛି ଯେ ନିହାତି ପ୍ରଭୁ ଏଟାକୁ ଗ୍ରହଣ କରିବେ ବୋଲି। କିନ୍ତୁ ଯେତେବେଳେ ପରମେଶ୍ୱରଙ୍କ ନିକଟକୁ ସେ ନୈବେଦ୍ୟ ନେଇକି ଯାଉଛନ୍ତି, ପରମେଶ୍ୱର କଇନଙ୍କୁ ଆଉ କଇନଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ତ କଇନ କେବେ ମଧ୍ୟ ଏଇ ପ୍ରକାର ଚିନ୍ତାରେ ପ୍ରସ୍ତୁତ କରିଥିବେ କି ଯେ ମୁଁ ଏଇ ଯୋଉ ନୈବେଦ୍ୟ ବର୍ତ୍ତମାନ ପ୍ରସ୍ତୁତ କରୁଛି ପରମେଶ୍ୱର ପାଇଁ, ପରମେଶ୍ୱର ମତେ ପରମେଶ୍ୱର ମୋର ନୈବେଦ୍ୟକୁ ଅଗ୍ରାହ୍ୟ କରିବେ ବୋଲି କହିକି ସେ ହୃଦୟରେ ନୈବେଦ୍ୟ ପ୍ରସ୍ତୁତ କରିଥିବେ କି? କେବେ ବି ନାହିଁ। କଇନ କେବେ ମଧ୍ୟ ମୋର ନୈବେଦ୍ୟ ଯାହାକି ମୁଁ ପ୍ରସ୍ତୁତ କରୁଛି, ପରମେଶ୍ୱର ମୋର ନୈବେଦ୍ୟକୁ ଅଗ୍ରାହ୍ୟ କରିବେ ବୋଲି କହିକି ସେ କେବେ ମଧ୍ୟ ଏ ମନରେ କି ଏ ଚିନ୍ତାରେ ନୈବେଦ୍ୟ ସେ ପ୍ରସ୍ତୁତ କରୁନଥିଲେ। ଶହେରୁ ଶହେ ଭାଗ ତାଙ୍କ ପାଖରେ କନଫିଡେନ୍ସ ଥିଲା, ଶହେରୁ ଶହେ ଭାଗ ତାଙ୍କ ପାଖରେ ଆଶା ଥିଲା ଯେ ନିହାତି ପରମେଶ୍ୱର ମୋର ନୈବେଦ୍ୟକୁ ଗ୍ରହଣ କରିବେ। ଲୋକମାନଙ୍କର ଆତ୍ମିକ ଜୀବନରେ ଅଧିକାଂଶ ଲୋକମାନଙ୍କର କନଫିଡେନ୍ସ କଣ ଜାଣିଛନ୍ତି? ନିଜ ଆଡର ବିଶ୍ୱସ୍ତ ଜୀବନକୁ, ନିଜ ଆଡ କାର୍ଯ୍ୟକୁ, ପ୍ରଭୁଙ୍କ ନିମନ୍ତେ ଯୋଉ ବିଷୟ କରୁଛୁ ଆମେ, ସେ ବିଷୟ ଗ୍ରହଣ ଯୋଗ୍ୟ ବୋଲି ସେମାନେ ସିଓର ଥିବା ଯୋଗୁଁ ସେମାନେ କାମ କରୁଛନ୍ତି, ସିଓର ଥିବା ଯୋଗୁଁ ସେ ପ୍ରକାର ସେ ବିଷୟ କରୁଛନ୍ତି। ଆପଣ ଚିନ୍ତା କରନ୍ତୁ ମାଥି ପୁସ୍ତକ 7 ପର୍ବରେ, ମାଥି ତାର 7 ପର୍ବରେ ମଧ୍ୟ କିଛି ଦଳର ଲୋକମାନେ ଅଛନ୍ତି ଯୋଉମାନେ କି ଯୀଶୁ ଖ୍ରୀଷ୍ଟଙ୍କର ନାଁକୁ ବ୍ୟବହାର କରୁଛନ୍ତି, ଭୂତ ଛୁଡଉଛନ୍ତି, ଅନେକ ଅନେକ ଶକ୍ତିର ଆଶ୍ଚର୍ଯ୍ୟ କାମ କରୁଛନ୍ତି, ଭବିଷ୍ୟତ ବାଣୀ କହିଲେ ଭବିଷ୍ୟତ ବାଣୀ ଠିକ ସତ ହଉଛି, ପ୍ରକାଶ ପାଉଛି। ଏ ଲୋକମାନେ ପ୍ରକୃତ ଯୀଶୁଙ୍କ ସାମ୍ନାରେ ଛିଡିଲା ପୂର୍ବରୁ କେବେ ମଧ୍ୟ ଭାବୁନାହାନ୍ତି ଯେ ପ୍ରଭୁ ଆମକୁ ଧର୍ମଚାରୀ ବୋଲି ନା ଦେଇକି ପ୍ରଭୁ ଆମକୁ ତାଙ୍କ ଠାରୁ ଅଲଗା କରୁ। ଏ ଲୋକମାନଙ୍କ ହୃଦୟ ଭିତରେ ଗୋଟିଏ ଚିନ୍ତା ମଧ୍ୟ ଆସିପାରିବ ନାହିଁ ଯେ ପ୍ରଭୁ ଆମକୁ ଅଗ୍ରାହ୍ୟ କରିବେ, ପ୍ରଭୁ ଆମର କାର୍ଯ୍ୟକୁ, ପ୍ରଭୁ ଆମର ପ୍ରତ୍ୟେକ ବିଷୟକୁ ଯାହା ମଧ୍ୟ ପ୍ରଭୁ ନିମନ୍ତେ କରୁଛୁ, ଈଶ୍ୱର ଅଗ୍ରାହ୍ୟ କରିବେ କହିକି ସେମାନେ କେବେ ଥରେ ମଧ୍ୟ ଭାବୁ। ସତରେ ମୋର ଯୋଜନା ମତେ ଭଲ ଲାଗୁଛି, କିନ୍ତୁ ମୁଁ ଥରେ ମଧ୍ୟ ସକ୍ଷମ କି ଭାବିବା ପାଇଁ ଯେ ରିଏଲି ମୋର ପ୍ଲାନିଂ ମୋ ପାଇଁ ଯେତିକି ଭଲ ଲାଗୁଛି, ଠିକ ଲାଗୁଛି, ପରମେଶ୍ୱରଙ୍କ ପାଇଁ ସେଟା ଠିକ ଲାଗୁନଥିବ, କି ପରମେଶ୍ୱର ପାଇଁ ତାଙ୍କୁ ଠିକ ଲାଗୁଥିବ, ଏ ପାର୍ଟରେ ମୁଁ ଅଳ୍ପ ହେଲେ ମୁଁ ଚିନ୍ତା କରିବା ପାଇଁ ସକ୍ଷମ କି? ମଣିଷକୁ ଯାହା ଇଚ୍ଛା ଲାଗୁଛି, ମଣିଷକୁ ଯାହା ଭଲ ଲାଗୁଛି କରିବା ପାଇଁ, ଯାହା ମୋତେ ତାକୁ ଠିକ ଲାଗୁଛି, ସେଟା ସେ ସମୟରେ ସେ ଭୁଲ ହେଇଥାଇପାରେ, କି ଏଟା
ଠିକ ନାହିଁ, ପ୍ରଭୁଙ୍କର ସନ୍ତୁଷ୍ଟ ନଥିବ, ଏଇଠି ପ୍ରଭୁଙ୍କର ସନ୍ତୁଷ୍ଟ ନାହିଁ। ଏ ଚିନ୍ତା ଏଟଲିଷ୍ଟ ଅଳ୍ପ ମାତ୍ରାରେ ମଧ୍ୟ ଯଦି ମଣିଷ ଭାବି ପାରିବ ନାହିଁ, ତାହେଲେ ତାର ଆତ୍ମିକ ଜୀବନର ମୂଳ ବିଷୟ ଯଦି ଆମେ ଦେଖିବା, ତାହେଲେ ବାଇବଲରେ ଅନେକ ଲୋକ ଅଛନ୍ତି, ଯୋଉ ଲୋକମାନେ କି ଯୀଶୁଙ୍କୁ ଭେଟିଲା ପୂର୍ବରୁ ସେମାନେ ବହୁତ ଆତ୍ମିକ ଦେଖାଯାଉଛି, କିନ୍ତୁ ଖ୍ରୀଷ୍ଟଙ୍କ ସାମ୍ନାକୁ ଗଲା ପରେ ସେମାନଙ୍କ ଆତ୍ମିକତା ଧୂଳିସାତ ହେଇଯାଉଛି। ସେଥିପାଇଁ ଏଇ ଲୋକମାନେ ଯଦିଓ ମନ ଭିତରେ ସନ୍ତୁଷ୍ଟ ପରିପୂର୍ଣ୍ଣ ଆନନ୍ଦ ଏମାନଙ୍କୁ ଯେ ପ୍ରଭୁ ଆମକୁ ନିଶ୍ଚୟ ଆଶୀର୍ବାଦ କରୁଛନ୍ତି ବୋଲି ଏତେ ମୂଲ୍ୟବାନ କାର୍ଯ୍ୟ ଆମ ଦ୍ୱାରା ପ୍ରକାଶ ପାଉଛି। କିନ୍ତୁ ପରମେଶ୍ୱର କହିବେ କହି ଯୀଶୁଙ୍କ ବାକ୍ୟରେ ଲେଖା ହେଇଛି ଯେ ମୁଁ ତମକୁ କେବେ ହିଁ ଜାଣି ନାହିଁ ହେ ଅଧର୍ମଚାରୀ ମାନେ ମୋ ପାଖକୁ। ଆଜି କହିନଙ୍କର ସ୍ଥିତି ମଧ୍ୟ ସମାନ ହେଲା। କହିନ ଜଣ ପ୍ରଭୁଙ୍କ ପାଖକୁ ଖୁସିର ମନରେ ଯାଉଛନ୍ତି, ଆନନ୍ଦିତ ମନରେ ଯାଉଛନ୍ତି, ଆଉ ସେ ସିଓର ଅଛନ୍ତି ନିହାତି ପ୍ରଭୁ ମତେ ଗ୍ରହଣ କରିବେ ବୋଲି। କିନ୍ତୁ ବାଇବଲ କହୁଛି ଈଶ୍ୱର କଇନକୁ ଆଉ କଇନକର ନବୀକୁ ଅଗ୍ରାହ୍ୟ କଲେ। ଯାହା ମଧ୍ୟ ଉତ୍ତମତମ ଭୂମିର ଜାତ ଉତ୍ପନ୍ନ ଫଳମୂଳ ଆ, ଧରିକି ଯାଇଥିଲେ, କଇନ ଈଶ୍ୱର ସେଟାକୁ ଅଗ୍ରାହ୍ୟ କଲେ। ତାହେଲେ ସେଇଠି ଗୋଟେ ରିଜନ ଥିବ, ସେଇଠି ଗୋଟେ ସ୍ପଷ୍ଟ କାରଣ ଥିବ ଯେ ପରମେଶ୍ୱର କାହିଁକି ଅଗ୍ରାହ୍ୟ କଲେ। ଯଦି ପରମେଶ୍ୱର ଅଗ୍ରାହ୍ୟ କଲେ, ଦେନ୍ ପରମେଶ୍ୱରଙ୍କର ପରମେଶ୍ୱରଙ୍କ ପାଖରେ ଅଗ୍ରାହ୍ୟ କରିବାର ରିଜନ କଣ, କାରଣ କାହିଁକି କଇନଙ୍କର ନୈବେଦ୍ୟକୁ ପ୍ରଭୁ ଅଗ୍ରାହ୍ୟ କଲେ? କାହିଁକି କଇନଙ୍କର ନୈବେଦ୍ୟକୁ ସେ ଗ୍ରହଣ କରିପାରିଲେ ନାହିଁ? ପ୍ରଥମ ବିଷୟ ହଉଛି, ଯଦି ଆମେ ଅ, ହେବଲଙ୍କର ବିଷୟ ଦେଖିବା, ତ ହେବଲ ଯେତେବେଳକୁ ସିଏ ମଧ୍ୟ ନୈବେଦ୍ୟ ଦେବା ପାଇଁ ଯାଉଛନ୍ତି, ହେବଲ ମଧ୍ୟ ନିଜ ପୋଲର ପ୍ରଥମ ଯତ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରହଣ କଲେ। ହଁ, ପରମେଶ୍ୱର ହେବଲଙ୍କର ଅ, ନୈବେଦ୍ୟକୁ ସେ ଗ୍ରହଣ କରୁଛନ୍ତି। ତ ପ୍ରଭୁଙ୍କ ସାମ୍ନାରେ ବର୍ତ୍ତମାନ ଗୋଟେ ଗୋଟେ ଫଳମୂଳ ଦିଆହେଲା, ଭୂମି ଉତ୍ପନ୍ନ ଫଳ ଆଣିକି ଦିଆଗଲା, ଆର ଗୋଟେ ପଟେ ଗୋଟେ ପଶୁର ମେଦ ଦିଆଗଲା। ହେଲେ ପରମେଶ୍ୱରଙ୍କର ଦୃଷ୍ଟିରୁ ଏବେ ଭୂମିର ଫଳ ରଖାହେଇଛି, ଆଉ ପଶୁର ମେଦ ରଖାହେଇଛି, ତ ପ୍ରଭୁ ବର୍ତ୍ତମାନ ମେଦକୁ ଶୀଘ୍ର ପ୍ରଥମ ଜିନିଷ ଆମେ ଚିନ୍ତା କରିପାରିବା, ପରମେଶ୍ୱର କାହିଁକି ହେବଲଙ୍କର ନୈବେଦ୍ୟ ଗ୍ରହଣ କଲେ? ହେବଲ ଉତ୍ତମ ଥିଲା ବୋଲି ହେବଲଙ୍କର ନୈବେଦ୍ୟ ଗ୍ରହଣ କଲେ। ହେବଲ ବହୁତ ବିଶ୍ୱସ୍ତ ଭାବରେ ପ୍ରତ୍ୟେକ ବିଷୟକୁ ପ୍ରସ୍ତୁତ କଲେ, ସେଥିପାଇଁ ସେ ଗ୍ରହଣ ଯୋଗ୍ୟ ହେଲେ। ଏଇ ପ୍ରକାର ଭାବରେ କି ଆକ୍ଚୁଆଲି ଭୂମି ଉତ୍ପନ୍ନ ଫଳକୁ ପ୍ରସ୍ତୁତ କରିବା ପାଇଁ ସମୟ ଆଉ ପଶୁର ମେଧକୁ ପ୍ରସ୍ତୁତ କରିବା ସମୟ ଭିତରେ କୋଉଟା ବେଶୀ ଅଧିକ ସମୟ ନେଇଥିବ? ପଶୁର ମେଧ କୁ ଦେବା ପାଇଁ, ପ୍ରସ୍ତୁତ କରିବା ପାଇଁ ଅତି କମ ସମୟରେ ସେଟା ହେଇଯିବ, ଲେଖା ହେଇଛି ନା ନାଇଁ? କିନ୍ତୁ ଭୂମି ଉତ୍ପନ୍ନ ଫଳ କୁ ପ୍ରସ୍ତୁତ କରିବା ପାଇଁ କମ ସମୟରେ ହେଇପାରିବ କି? ନାଇଁ। ଭୂମି ଉତ୍ପନ୍ନ ଫଳକୁ ପ୍ରସ୍ତୁତ କରିବା ପାଇଁ କେତେ ପରିଶ୍ରମ, କେତେ ଝାଳ ବୁହା, କେତେ କଷ୍ଟ, କେତେ ସମୟକୁ ଦେବାକୁ ପଡିବ, ହଁ ନା ନାଇଁ? ହେଲେ ଏଇ ଯୋଉ ଟାଇମ ପିରିୟଡ ଆମେ ଯଦି ଦେଖିବା କଇନଙ୍କର ଯୋଉ ପ୍ରସ୍ତୁତ ଆଉ ହେବଲଙ୍କ ପ୍ରସ୍ତୁତ ନୈବେଦ୍ୟ ପାଇଁ, ଏ ସମୟକୁ ଯଦି ଆମେ ଦେଖିବା, ତାହେଲେ ଦୁଇ ଜଣ ଯାକର ପ୍ରସ୍ତୁତର ସମୟ ସମାନ କି? କେବେ ବି ନାହିଁ। ତ ଯେତେବେଳେ କଇନଙ୍କର ପ୍ରସ୍ତୁତର ସମୟ ଯଦି ଲକ୍ଷ୍ୟ କରାହବ, ଦେଖାହବ, ତାହେଲେ ଅନେକ ଲୋକମାନେ କଇନଙ୍କ ଆଡକୁ ସେମାନେ କହିବେ, ଆରେ ଏ କେତେ ଭଲ ପାଉଛି ପ୍ରଭୁ, ଏ କେତେ ପ୍ରଭୁଙ୍କୁ ମାନୁଥିବ, କେତେ ପ୍ରଭୁଙ୍କୁ ସେ ସମ୍ମାନ ଦଉଛି, କେତେ ପ୍ରଭୁଙ୍କୁ ସେ ବିଶ୍ୱାସ କରୁଛି, ଏତେ ଏତେ ପରିଶ୍ରମ କରିକି, ଏତେ କଷ୍ଟ କରିକି, ଏତେ ଝାଳ ବୋହିକି ସେ ପ୍ରଭୁଙ୍କ ନିମନ୍ତେ ନୈବେଦ୍ୟ ଉତ୍ସର୍ଗ କରୁଛନ୍ତି। କଇନ ନିଜେ ମଧ୍ୟ ଭାବୁଛନ୍ତି ଯେ ପରମେଶ୍ୱର କାହିଁକି ମତେ ଆଶୀର୍ବାଦ ଦେବେ ନାହିଁ, ମୁଁ ପ୍ରଭୁଙ୍କ ପାଇଁ ଏତେ ବିଷୟ କରୁଛି। କିନ୍ତୁ ବର୍ତ୍ତମାନ ନୈବେଦ୍ୟ ଦେବାର ପ୍ରକୃତ ନଲେଜକୁ, ଯଦି ଜ୍ଞାନକୁ ଦେଖିବା, ପ୍ରତ୍ୟେକ ବିଷୟରେ ଯଦି ଆମେ ଏକ୍ସାକ୍ଟ ଇନଫର୍ମେସନ ବାହାର କରିବା ଯାଏ, ଏବେ କଇନ ଯୋଉ ଲୋକ ଭୂମି ଉତ୍ପନ୍ନ ଫଳ ଦଉଛନ୍ତି, ଏ ଭୂମି ଉତ୍ପନ୍ନ ଫଳକୁ ଯୋଉ ପ୍ରଭୁ ଅଗ୍ରାହ୍ୟ କଲେ, ତ ଗୋଟେ ବିଷୟ ତ କ୍ଲିୟର ଯେ ଇଏ କେବେ ମଧ୍ୟ ଈଶ୍ୱରଙ୍କ ଆଡୁ ଇନ୍ସପାରେସନ ହେଇକି ଏ ନୈବେଦ୍ୟ ପ୍ରସ୍ତୁତ କରିନାହାନ୍ତି।
ପ୍ରଭୁ ଯାହା ଅ, ଗ୍ରହଣ କରିବେ ସେ ନୈବେଦ୍ୟ ଯିଏ ପ୍ରସ୍ତୁତ କଲା ତା ନିହାତି ସେ କେମିତି ଜାଣିପାରିଲା ଯେ ଏଇ ନୈବେଦ୍ୟ ପ୍ରଭୁ ଗ୍ରହଣ କରିବେ। ତ କଇନ ପାଖରେ ବିଶ୍ୱାସ ଥିଲା ପ୍ରଭୁ ମତେ ଅଗ୍ରାହ୍ୟ କରିବେ, ଗ୍ରହଣ କରିବେ, ନା କଇନ ପାଖରେ କନଫିଡେନ୍ସ ଥିଲା ପ୍ରଭୁ। ଟିକେ ସମସ୍ତେ ଭଲରେ ଶୁଣନ୍ତୁ। କଇନ ପାଖରେ ବିଶ୍ୱାସ ଥିଲା ପ୍ରଭୁ ମୋର ନୈବେଦ୍ୟ ଗ୍ରହଣ କରିବେ ବୋଲି, ନା କଇନ ପାଖରେ ଆତ୍ମବିଶ୍ୱାସ ଥିଲା, ନିଜର କନଫିଡେନ୍ସ ଥିଲା ଯେ ପ୍ରଭୁ ମତେ ନିହାତି ଭଲ କରିବେ। ଆଉ ଯଦି ତା ପାଖରେ କନଫିଡେନ୍ସ ବି ଥିଲା, କି ଯଦି ତା ପାଖରେ ବିଶ୍ୱାସ ଥିଲା ଯେ ପ୍ରଭୁ ମୋର ନୈବେଦ୍ୟ ଗ୍ରହଣ କରିବେ, ଏ ବିଶ୍ୱାସର ମୂଳ ଭିତ୍ତି କଣ? ଏ ବିଶ୍ୱାସର ବୁନିୟାଦି କଣ? କୋଉଠୁ ଏ ବିଶ୍ୱାସ ପାଇଲା ଯେ ରିଏଲି ପ୍ରଭୁ ଏ ସୁନ୍ଦର ସୁନ୍ଦର ଭୂମି ଉତ୍ପନ୍ନ ଫଳ ପରମେଶ୍ୱର ଗ୍ରହଣ କରିବେ? ଅପରପକ୍ଷରେ କଇନ ଯୋଉ ନୈବେଦ୍ୟ ଦେଲା, ସେ ନୈବେଦ୍ୟର ଜ୍ଞାନକୁ ଯଦି ଆମେ ଦେଖିବା, କାହାର ଇନ୍ସପିରେସନରେ, କାହାର ନଲେଜରେ, କାହାର ବିଶ୍ୱାସରେ ବା କିଏ ପ୍ରକୃତରେ ୟାକୁ ପଶୁକୁ ମାରିକି ପଶୁର ମେଦକୁ ପ୍ରିପେୟାର କରିବା ପାଇଁ ଆକୁ କିଏ କହିଲା? ବର୍ତ୍ତମାନ କଇନକୁ ଯଦି ଆମେ ଦେଖିବା, ତାହେଲେ କଇନ ସାଧାରଣତଃ ଭାବରେ ଯେମିତି ଆମେ ଭାବୁଛୁ, ଲୋକମାନେ କେବେ ଭାବନ୍ତି ନାହିଁ ଜଣକୁ 50 ଟଙ୍କା ଯଦି ଦିଆହଉଛି, ଭିକାରୀକୁ ମନେ କର ମୁଁ 50 ଟଙ୍କା ଦେବି। ମୋ ପାଖରେ 10-15 ଜଣ ଅଛନ୍ତି, କିଏ 1 ଟଙ୍କା ଦଉଛି, କିଏ 5 ଟଙ୍କା ଦେଲା, କିଏ 10 ଟଙ୍କା ଦେଲା, କିନ୍ତୁ ଏ 10 ଲୋକ ଭିତରେ ମୁଁ 50 ଟଙ୍କା ତାକୁ ଦେବି। ତ ଯିଏ ଟଙ୍କାଟେ ଦେଇଥିବ ସେ ଲୋକ ମୋ ଆଡକୁ କଣ ଚିନ୍ତା କରିବ? ସାହସ ପୂର୍ବକ ଭାବରେ ମୁହଁ ଟେକି କହିପାରିବ କିଛି? ନାଇଁ ନା। ତ ସେ 1 ଟଙ୍କା ଦେଇଛି, ମୁଁ 50 ଟଙ୍କା ଦେଲି ସେ ଭିକାରୀ। ତ 50 ଟଙ୍କା ଦେବା ଲୋକ ଆଗରେ 1 ଟଙ୍କା ଦେବା ଲୋକ କେବେ ମୁଣ୍ଡ ଟେକି ପାରିବ ନାହିଁ। କି 10 ଟଙ୍କା ଦେବା ଲୋକ ହଉ, କି 5 ଟଙ୍କା ଦେବା ଲୋକ ହଉ। ତ ମୋ ପାଖରେ ଏ 10 ଜଣ ଲୋକମାନେ ସବୁ ହିସାବ କରୁଛନ୍ତି, ଆରେ ମୁଁ ଟଙ୍କାଟେ ଦେଲି, ମୁଁ 5 ଟଙ୍କା ଦେଲି, ମୁଁ 10 ଟଙ୍କା ଦେଲି, କିନ୍ତୁ ଇଏ ଲୋକଟା 50 ଟଙ୍କା ଦେଲା, କେତେ ଭଲ ଲୋକ ଇଏ। ତ ଏମାନଙ୍କର ଚିନ୍ତାରେ କଣ? 50 ଟଙ୍କା ଦେବା ଲୋକ ଆମ ସମସ୍ତଙ୍କୁ ଟିକେ ଅଧିକ ତର ଲୋକ, ମୁଁ ଉପର ଲୋକ, ଇଏ ଟିକେ ଅଧିକ ଭଲ। ଆମ ପାଖରେ ପଇସା ଥାଇକି ମଧ୍ୟ ଆମେ ଟିକେ ଦେଇନୁ। ତ କଇନକୁ ଯଦି ଦେଖିବା, କଇନଙ୍କ ଆଡକୁ ଲୋକମାନଙ୍କର ମତ କଣ ଥିବ? ଆଉ କଇନ ମଧ୍ୟ ନିଜେ କୋଉ ପ୍ରକାର ମନୋଭାବରେ ସେ ଏ ପ୍ରସ୍ତୁତ କଲା ନା, ଯାହା ତାଙ୍କୁ ଠିକ ଦେଖାଗଲା, ଯାହା ତାଙ୍କୁ ସୁନ୍ଦର ଦେଖାଗଲା, ଯାହା ମଧ୍ୟ ସେ କଲେ ଟୋଟାଲ ତାର ନିଜର ନିଜକୁ ବିଶ୍ୱାସ କରିକି, ନିଜର ସେନ୍ସ ଅନୁସାରେ, ନିଜର ଚେତା ଅନୁସାରେ ସେ ଏ ନୈବେଦ୍ୟକୁ ପ୍ରସ୍ତୁତ କରିଛନ୍ତି। ମଣିଷ ଯଦି ସଠିକ ଭାବରେ ମଉସାଙ୍କ ବ୍ୟବସ୍ଥାକୁ ଆବିଷ୍କାର କରିବ, ସଠିକ ମଉସାଙ୍କର ବ୍ୟବସ୍ଥାର ମୂଳ ଲକ୍ଷ୍ୟ କଣ ପ୍ରଭୁ ଦେବାର, ସେ ବିଷୟ ଯଦି ଆବିଷ୍କାର କରିବ ମନୁଷ୍ୟ, ତାହେଲେ କେବେ ମଧ୍ୟ ସେ କହିପାରିବ ନାହିଁ ଯେ ମତେ ବ୍ୟବସ୍ଥା ମାନିବା ପାଇଁ ଆବଶ୍ୟକ। କୌନ ଯଦି ପ୍ରକୃତରେ ପରମେଶ୍ୱରଙ୍କର ହୃଦୟ ଅନୁସାରେ ନୈବେଦ୍ୟ ପ୍ରସ୍ତୁତ କରିଥାନ୍ତେ, ତାହେଲେ ସେ କେବେ ମଧ୍ୟ ଭୂମୁତ୍ପନ୍ନ ଫଳ ପ୍ରସ୍ତୁତ କରିନଥାନ୍ତେ। କି ଏଇ ଜାଗାରେ ଆମେ ଗୋଟେ ବିଷୟ ପାଇପାରିବା ଯେ ହେବଲ ଯୋଉ ପଶୁକୁ ମାରିକି ସେ ନୈବେଦ୍ୟକୁ ଉତ୍ସର୍ଗ କଲେ ବା ନୈବେଦ୍ୟକୁ ସେ ଉତ୍ସର୍ଗ କରିବାକୁ ପ୍ରସ୍ତୁତ କଲେ, ଏଇଟା କେବେ ମଧ୍ୟ କଇନଙ୍କର ଜ୍ଞାନ ଅନୁସାରେ ନାହିଁ, ଏଇଟା କେବେ ମଧ୍ୟ କଇନଙ୍କର ବୁଦ୍ଧି ଅନୁସାରେ ନାହିଁ। ତ ବର୍ତ୍ତମାନ ମଣିଷ ଦୃଷ୍ଟିରେ ମେଦୁଆରେ ଉତ୍ତମ ଉତ୍ତମ ଫଳ ଭିତରେ ଉତ୍ତମ ଫଳ ବେଶୀ ଭଲ ଦେଖାଯାଉଛି। ଉତ୍ତମ ଫଳ ବର୍ତ୍ତମାନ ଗ୍ରହଣ ଯୋଗ୍ୟ ହଉଛି, କାହିଁକି? ୟାକୁ ପ୍ରସ୍ତୁତ କରିବା ପାଇଁ ଯୋଉ ପରିଶ୍ରମ କରାହେଇଛି, ତାକୁ ପ୍ରସ୍ତୁତ କରିବା ପାଇଁ ଯୋଉ ଝାଳ ବୁହା ହେଇଛି, ଏ ସମସ୍ତ ବିଷୟରେ ଟୋଟାଲ ମଣିଷ ଦେଖିକି କହିବ ଆଉ ସତରେ କଇନଙ୍କର ନୈବେଦ୍ୟ ପ୍ରଭୁ ଗ୍ରହଣ କରିବେ ନିହାତି। କିନ୍ତୁ ହେବଲ ଯୋଉ ପ୍ରସ୍ତୁତ କଲେ, ସେ କେବଳ ଗୋଟେ ଛୋଟ ବିଷୟ ଦ୍ଵାରା କରିଛନ୍ତି। କେମିତି? ସେ ଜଣଙ୍କ ଠାରୁ ଶୁଣିକି ଏ ମେଦକୁ ପ୍ରସ୍ତୁତ କରୁଛନ୍ତି। ଆମେ କେବେ ମଧ୍ୟ ଯୀଶୁଙ୍କୁ ବିଶ୍ୱାସ କରିପାରିବା ନାହିଁ ନିଜ ଅନୁସାରେ। ଆମେ କେବେ ମଧ୍ୟ ଯୀଶୁଙ୍କୁ ସନ୍ତୁଷ୍ଟ କରିପାରିବା ନାହିଁ ନିଜର ଅନୁସାରେ। କିନ୍ତୁ ଆମେ ଯଦି ଆମେ ଯୀଶୁଙ୍କର ହୃଦୟକୁ ଯଦି ଆମେ ଦେଖିବା, ତାହେଲେ ପରମେଶ୍ୱର ହିଁ ଆମମାନଙ୍କୁ ଅନୁଗ୍ରହ ଦ୍ଵାରା ଈଶ୍ୱର କାମ କରୁଛନ୍ତି ଆମ ଜୀବନରେ, ଯେମିତି ଆମମାନେ ଈଶ୍ୱରଙ୍କୁ ବିଶ୍ୱାସ କରିପାରିବୁ। କଇନର ଆତ୍ମିକ ଜୀବନରେ ସେଠି କୌଣସି ପରମେଶ୍ୱରଙ୍କର ସଠିକ ଲୋକ ନାହାନ୍ତି, ପ୍ରଭୁଙ୍କ ଦାସ ନାହାନ୍ତି, ପ୍ରଭୁଙ୍କ ଲୋକ, ଆଁ, ଯାହା ପାଖରେ ପ୍ରଭୁଙ୍କର ଇଚ୍ଛା ଥିବ, ପ୍ରଭୁଙ୍କର ଯୋଜନା ଥିବ,
ଅନେକ ଗୁଡେ ଜାଗାରେ ମୁଁ ଯୋଉ ଲୋକ ପ୍ରଚାର କରିଥାଏ ଲୋକଙ୍କୁ ପଚାରିଥାଏ ସେ ଲେଖା ହେଇଛି କଣ ବୋଲି ଈଶ୍ୱର ପାପୀ ମାନଙ୍କର ପ୍ରାର୍ଥନା ଶୁଣନ୍ତି ନାହିଁ। ଈଶ୍ୱର ପାପୀ ମାନଙ୍କ ପ୍ରାର୍ଥନା ଶୁଣନ୍ତି ନାହିଁ କିନ୍ତୁ ଈଶ୍ୱର ଧାର୍ମିକ ମାନଙ୍କ ପ୍ରାର୍ଥନା ଶୁଣନ୍ତି। ଲେଖା ହେଇଛି ନା ବାଇବଲ। ଯଦି ପାପୀ ମାନଙ୍କର ଈଶ୍ୱର କଥା ଶୁଣନ୍ତି ନାହିଁ କାହିଁକି ଶୁଣନ୍ତି ନାହିଁ? ତାର ଉତ୍ତର ମଧ୍ୟ ଲେଖା ହେଇଛି ଦିଶା ପୁସ୍ତକ 59। ଦେଖ ସଦା ଆପଣଙ୍କର ହସ୍ତ ଛୋଟ ହୋଇଯାଇ ନାହିଁ ଯେ ସେ ପରିଧାନ କରିପାରିବେ ନାହିଁ କି ତାଙ୍କର କର୍ଣ୍ଣ ରୁଦ୍ଧ ହେଇନାହିଁ ଯେ ଶୁଣି ପାରିବେ ନାହିଁ ମାତ୍ର ତୁମମାନଙ୍କର ପାପ ଅପରାଧ ଈଶ୍ୱରଙ୍କ ଠାରୁ ତମକୁ ବିଚ୍ଛିନ୍ନ କରୁଛି। ହଁ ପରମେଶ୍ୱର ଆଉ ମଣିଷର ମଝିରେ ଯେ ପାପର ସମସ୍ୟା ପାଇଁ ଈଶ୍ୱରଙ୍କର କାନ ରୁଦ୍ଧ ହେଇନି ଯେ ଶୁଣିପାରୁନ ସେମିତି ନାହିଁ। ଈଶ୍ୱର ଶୁଣିପାରିବେ କିନ୍ତୁ ପାପ ହଉଛି ସବୁଠୁ ବଡ ଶତ୍ରୁ ପ୍ରଭୁଙ୍କର। ଈଶ୍ୱର ପାପକୁ କେବେ ମଧ୍ୟ ସପୋର୍ଟ କରିବେ ନାହିଁ। ଈଶ୍ୱର କେବେ ପାପକୁ କେବେ ମଧ୍ୟ ଭଲ ପାଇବେ ନାହିଁ। ଈଶ୍ୱର ପାପକୁ କେବେ ଗ୍ରହଣ କରିପାରିବେ। ହେଲେ ପାପକୁ ବିନାଶ କରିବା ପାଇଁ ପାପକୁ ଧ୍ୱଂସ କରିବା ପାଇଁ ପାପକୁ ପାପକୁ ସମ୍ପୂର୍ଣ୍ଣ ଭାବରେ ମଣିଷ ଠାରୁ ଅଲଗା କରିବା ପାଇଁ ପରମେଶ୍ୱର ଯୀଶୁକୁ ପଠେଇଲେ। ଏବେ କହିନର ଆତ୍ମିକ ଜୀବନରେ କିଏ ମାଲିକ? କଇନକୁ କିଏ ପରମେଶ୍ୱରଙ୍କର ଜ୍ଞାନ ପ୍ରଭୁଙ୍କର ବୁଦ୍ଧି ପ୍ରଭୁଙ୍କର ଇଚ୍ଛା ପ୍ରଭୁଙ୍କର ଯୋଜନାକୁ ବୁଝେଇବ ଆସେ କିଏ? ଆମୋସ ପୁସ୍ତକ 3:7 ଲେଖା ହେଇଛି ଯେ ନିଶ୍ଚୟ ପ୍ରଭୁ ସଦା ପ୍ରଭୁ ଆପଣା ଗୁପ୍ତ ବିଷୟ ଆପଣ ଭବିଷ୍ୟତ ବକ୍ତାଗଣ ପ୍ରକାଶ ନ କଲେ କିଛି କରନ୍ତି ନାହିଁ। ବାଇବଲରେ ଅବ୍ରାହମଠୁ ଆରମ୍ଭ କରିକି ଯୀଶୁଙ୍କର ଜନ୍ମ କରୁଛନ୍ତି ବା ଆଦମଙ୍କ ଠାରୁ ବର୍ତ୍ତମାନ ଆଜି ପର୍ଯ୍ୟନ୍ତ ଯେତେ ଲୋକ ପ୍ରଭୁଙ୍କର ଆଶୀର୍ବାଦ ପାଇଛନ୍ତି ପ୍ରଭୁଙ୍କ ଠାରୁ ଦୟା ପାଇଛନ୍ତି ପ୍ରଭୁଙ୍କ ଠାରୁ ଅନୁଗ୍ରହ ପାଇଛନ୍ତି କେବେ ଏକଲା କାମ କରିକି ନିଜେ ସେମାନେ ପରିଶ୍ରମ କରିକି ନିଜେ ସେମାନେ ଅ, ଚେଷ୍ଟା କରିକି ନିଜର ଉତ୍ତମତା ଦ୍ଵାରା ନିଜର ଶକ୍ତି ଦ୍ଵାରା ସେମାନେ କେବେ ପ୍ରଭୁଙ୍କ ଠାରୁ ଅନୁଗ୍ରହ ପ୍ରାପ୍ତ ହେଇନାହାନ୍ତି। କିନ୍ତୁ ବିପଦ ଭାବରେ ପରମେଶ୍ୱରଙ୍କର ବର୍ତ୍ତମାନ ଅବ୍ରାହମଙ୍କ ଠାରୁ ଆରମ୍ଭ କରିକି ଯୀଶୁଙ୍କର ଜନ୍ମ ପର୍ଯ୍ୟନ୍ତ ଏବେ ମଧ୍ୟ ପରମେଶ୍ୱର ପ୍ରଭୁଙ୍କର ଦାସ ମାନଙ୍କୁ ସ୍ଥାପନ କଲେ ଲିଡର ମାନଙ୍କୁ ସ୍ଥାପନ କଲେ ଯେଉଁମାନଙ୍କୁ ପରମେଶ୍ୱର ସ୍ଥାପନ କରିଅଛନ୍ତି ତାଙ୍କ ଦ୍ଵାରା ହଁ ଆମମାନଙ୍କ ପାଖକୁ ସେ ବାର୍ତ୍ତା ପଠାଉଛନ୍ତି। ଇସ୍ରାଏଲ ଲୋକମାନେ କେବେ ମଧ୍ୟ ମୋଶାଙ୍କ ବିନା ମିଶରରୁ ବାହାରିକି କିଣାନକୁ ଯାଇପାରିନଥାନ୍ତି। ହଁ ଯୀଶୁ ଖ୍ରୀଷ୍ଟ କହିଲେ ମୁଁ ହଉଛି ଉତ୍ତମ ମେଷପାଳକ ନାଇଁ ନାଇଁ ଯୀଶୁ ହିଁ ଉତ୍ତମ ମେଷପାଳକ ଆଉ ସେ କହିଲେ ମୁଁ ପଥ ସତ୍ୟ ଓ ଜୀବନ ମୋ ଦେଇ ନ ଗଲେ କିଏ ପିତାଙ୍କ ନିକଟକୁ ଯାଇପାରିବ ନାହିଁ। ତାର ଅର୍ଥ କଣ? ତାର ଅର୍ଥ ହଉଛି ବର୍ତ୍ତମାନ ମଣିଷର ଜୀବନର ପ୍ରତ୍ୟେକ ଅଂଶରେ ପ୍ରତି ମୁହୂର୍ତ୍ତରେ ଯୀଶୁଙ୍କର ଆବଶ୍ୟକତା ଅଛି। ସେଥିପାଇଁ ଯେତେବେଳକୁ ଏଇ ଜାଗାରେ ଆମର ଦେଖିବା ମୂଷା ଇସ୍ରାଏଲକୁ ଆଣିବା ପାଇଁ ଏଇଟା ମୂଷାଙ୍କର ଦକ୍ଷତା ନଥିଲା ମୂଷାଙ୍କର ଇଚ୍ଛା ନଥିଲା ମୂଷାଙ୍କର ଜ୍ଞାନ ନଥିଲା କି ମୂଷାଙ୍କର କୌଣସି ଯୋଜନା ନଥିଲା କିନ୍ତୁ କେବଳ ପରମେଶ୍ୱର ତାଙ୍କର ଯୋଜନା ମୂଷାଙ୍କ ହୃଦୟରେ ସ୍ଥାପନ କଲେ। ପରମେଶ୍ୱର ତାଙ୍କର ଇଚ୍ଛାକୁ ତାଙ୍କର ଯୋଜନାକୁ ମୂଷାଙ୍କ ଭିତରେ ସ୍ଥାପନ କଲେ। ଏବେ କଇନକୁ କିଏ କହିଲା ଭୂମି ଉତ୍ପନ୍ନ ଫଳ ତମେ ନେଇକି ଯାଅ ନିହାତି ପ୍ରଭୁ ଗ୍ରହଣ କରିବେ ନିହାତି ପ୍ରଭୁ ଖୁସି ହେବେ। ଯଦି ଈଶ୍ୱର କଇନଙ୍କର ନୈବେଦ୍ୟକୁ ଅଗ୍ରାହ୍ୟ କଲେ ତାର ଅର୍ଥ ହଉଛି ଈଶ୍ୱରଙ୍କ ଆଡୁ ଏ ପ୍ରସ୍ତୁତ ହେଇନାହିଁ ଏଇଟା। ଆମେ ଏଟା ଈଶ୍ୱରଙ୍କର ଜ୍ଞାନ ଆଡୁ ଈଶ୍ୱରଙ୍କର ଚାଳନା ଦ୍ଵାରା ଏ ନୈବେଦ୍ୟ ପ୍ରସ୍ତୁତ ହେଇନାହିଁ। ଆଉ ଯଦି ହେବଲର ନୈବେଦ୍ୟ ଈଶ୍ୱର ଗ୍ରହଣ କଲେ ଯଦିଓ ତାହା ମନୁଷ୍ୟ ଦୃଷ୍ଟିରେ ମନ୍ଦ ଦେଖାଯାଉଛି ଈଶ୍ୱର ହେବଲଙ୍କର ନୈବେଦ୍ୟ ଗ୍ରହଣ କଲେ ତାର ଅର୍ଥ ହଉଛି ଆମେ ଜାଣିପାରିବା ଯେ ଈଶ୍ୱର ସନ୍ତୁଷ୍ଟ ଥିଲେ ସେ ନୈବେଦ୍ୟ ନାଇଁ ତାହେଲେ ହେବଲ ବର୍ତ୍ତମାନ କେମିତି ଏ ବେଦକୁ ଦେବା ପାଇଁ ସେ ହେବଲ କେମିତି ବର୍ତ୍ତମାନ ଏ ନୈବେଦ୍ୟ ଦେବାକୁ ସେ ପ୍ରଥମ ଜିନିଷ ସେ ଭାବିଥିବେ ସତରେ ଏଇଟା କଣ ପ୍ରଭୁ ଗ୍ରହଣ କରିବେ ସତରେ ଏଇଟା ପ୍ରଭୁ ଗ୍ରହଣ କରିବେ କି ମୋ ଭାଇ ତ ଏତେ ପରିଶ୍ରମ କରୁଛି ମୋ ଭାଇ ତ ଏତେ କଷ୍ଟ କରୁଛି ପ୍ରଭୁଙ୍କ ପାଇଁ ଏତେ ସମୟ ହେଲାଣି ସେ ଝାଳ ବୋହି ଖରାରେ ଝାଳ ନାଳ ହେଇକି ସେ କରୁଛି। ମୁଁ ଯେତେବେଳକୁ ପ୍ରଭୁଙ୍କୁ ଭେଟି ନଥିଲି ମଣ୍ଡଳୀକୁ ଭେଟି ନଥିଲି ଅନେକ ସମୟରେ ମୁଁ ଭୟ କରୁଥିଲି ସେମାନଙ୍କୁ ଦେଖିକି ଯୋଉମାନେ ପ୍ରଭୁଙ୍କର ମୁଖ୍ୟ ମୁଖ୍ୟ ଲିଡର ମାନେ ଦେଖାଯାଉଥିଲେ। ହଁ ତାଙ୍କର ବ୍ୟବହାର ତାଙ୍କର ଚାଲିଚଳନ ତାଙ୍କର ଜୀବନ ଯାପନ ଦେଖିଲେ ମତେ ଡର ଲାଗୁଥିଲା ଆରେ ମୁଁ କେମିତି ଛିଡାଇବି ତାଙ୍କ ସାମ୍ନାରେ ମୁଁ କେମିତି ତାଙ୍କ ସାମ୍ନାକୁ ଯିବି। ଏବେ ଲୋକମାନେ ଯୋଉ ଲୋକମାନେ ପ୍ରଭୁଙ୍କ ସହିତ ଜଡିତ ନହେବା ଲୋକମାନେ କଇନଙ୍କୁ ଦେଖିଲେ ଆଉ ହେବଲଙ୍କୁ ଦେଖିଲେ କଇନଙ୍କୁ ବହୁତ ସମ୍ମାନ ଦେବେ କଇନଙ୍କୁ ସେମାନେ ବହୁତ ଆପ୍ରିସିଏଟ କରିବେ
କଇନଙ୍କର କାର୍ଯ୍ୟ। କିନ୍ତୁ ହେବଲଙ୍କୁ ଦେଖିଲେ ହେବଲ ଗୋଟେ ଅସ୍ଥାୟୀ ଲେଖା ହେଇଛି। କଇନ ହଉଛି ଲାଭ, କିନ୍ତୁ ହେବଲ ହଉଛି ଅସ୍ଥାୟୀ। ଆଜି ଅନେକ ସମୟରେ ଅସ୍ଥାୟୀ ଜୀବନ ଯାପନ ବିତେଇବା ଲୋକମାନଙ୍କୁ ଦେଖିଲେ, ଅସ୍ଥାୟୀ ସଦୃଶ ଜୀବନ ଯାପନ କରିବା ଲୋକକୁ ଦେଖିଲେ, ଲୋକମାନେ ଏଇ ଜଗତର ଦୃଷ୍ଟିରୁ ସେମାନଙ୍କୁ କହୁଛନ୍ତି ଗୋଟେ ଅଭିଶପ୍ତ ଲୋକ। ଭିକାରୀ ଲାଜାରକୁ ଆଉ ଧନୀ ଲୋକକୁ ଯୋଉ ଦେଖି, ଧନୀ ବ୍ୟକ୍ତିକୁ ଦେଖିବା, ଏ ଭିକାରୀ ଲାଜାରର ଦେହରେ ଘା ପୂଜ ଥିଲା। ଏ ଭିକାରୀ ଲାଜାର ପାଖରେ ଖାଦ୍ୟ ନଥିଲା। ଲୋକମାନେ କହିବେ, କହୁଥିବେ ଆକୁ ଦେଖିଲେ, ଆରେ ଏମିତି ଲୋକ କାହିଁକି ବଞ୍ଚିବା ଦରକାର, ଗଲେ ଭଲ ହୋଇଥାନ୍ତା। ତ ଚିନ୍ତା କରନ୍ତୁ, କାଳକ୍ରମେ ସେ ଭିକାରୀଟି ମରିଗଲା ଏବଂ ଅବ୍ରାହ୍ମଙ୍କ କୋଳକୁ ନିଆଗଲା ଲେଖା ହେଇଛି ନା ନାଇଁ। ସେ ଧନୀ ଲୋକ ଯିଏକି ମହାଡମ୍ବରରେ ବଞ୍ଚୁଥିଲେ, ବହୁମୂଲ୍ୟ ବସ୍ତ୍ର ପିନ୍ଧିକି ସେ ବଞ୍ଚୁଥିଲେ, କିନ୍ତୁ ସେ କି ମଧ୍ୟ ସ୍ୱର୍ଗ ରାଜ୍ୟକୁ ଯାଇପାରିଲେ ନାହିଁ ଲେଖା ହେଇଛି। ଏବେ ହେବଲ ମଣିଷର ଜ୍ଞାନ ଅନୁସାରେ, ମଣିଷର ମାପଦଣ୍ଡ ଅନୁସାରେ, ମଣିଷର ବୁଦ୍ଧି ଅନୁସାରେ ଏ ମେଦ ଔଷଧ କରିବାଟା ଏଇଟା ହଉଛି ଭୁଲ ସଦୃଶ ଦେଖାଯାଉଛି। କିନ୍ତୁ ମଣିଷର ଦୃଷ୍ଟିରେ ମେଦ ଠାରୁ ଅଧିକ ମୂଲ୍ୟବାନ, ମେଦ ଠାରୁ ଅଧିକ ସଠିକ ନୈବେଦ୍ୟକୁ ପ୍ରସ୍ତୁତ କରୁଛି କଇନ ପରି ଲାଗୁଛି ଭୂମି ଉତ୍ପନ୍ନ ଫଳ। କିନ୍ତୁ ସମସ୍ୟା ହଉଛି କଣ, ଏ ଯଦିଓ ଭୂମି ଉତ୍ପନ୍ନ ଫଳ ସୁନ୍ଦର ଦେଖାଯାଉଥିବ ମେଦ ସାମ୍ନାରେ, ଗୋଟେ ଗୋଟେ ମେଦ ଅଛି ପଶୁର, ଆଉ ଗୋଟେ ଭୂମି ଉତ୍ପନ୍ନ ଫଳ ଅଛି, ଯଦିଓ ମେଦ ଠାରୁ ଅଧିକ ସୁନ୍ଦର ସଠିକ ଲାଗୁଛି, କିନ୍ତୁ ସମସ୍ୟା ହଉଛି ଈଶ୍ୱର ଏଟାକୁ ଗ୍ରହଣ କରିବେ ନାହିଁ। ଗୋଟେ ବାକ୍ୟକୁ ମୁଁ ଦେଖେଇବି ଲିବା। ଟିକେ ଆୟୋବ ପୁସ୍ତକ ଖୋଲିବ, ଆୟୋବ, ଆୟୋବ, ଗୋଟେ ବାକ୍ୟ ଲେଖା ହେଇଛି, ମତେ କେଲେ ହେଲ୍ପ କରିପାରିବେ କି? ଉଁ, ମନୁଷ୍ୟର ମନୁଷ୍ୟର ଦ୍ଵାରା, ମନୁଷ୍ୟର ଉତ୍ତମ ଦ୍ଵାରା ପ୍ରଭୁଙ୍କୁ କିଛି ଲାଭ, ନା ପ୍ରଭୁଙ୍କର କ୍ଷତି ଦ୍ଵାରା ପ୍ରଭୁ କିଛି ଏଫେକ୍ଟ ପଡିବ, ଏମିତି ଲେଖା ହେଇଛି ଗୋଟେ ବାକ୍ୟ। ଯଦି କିଏ ପାଇବ ତାହେଲେ ଭଲ। 35ର 35ର 6 ପଦ ଆଉ 7 ପଦରେ ଅଛି। ହଁ, ବହୁତ ବହୁତ ଧନ୍ୟବାଦ। ଆୟୋବ ପୁସ୍ତକ 35 ପର୍ବର 6 ପଦ ଆଉ 7 ପଦରେ ଗୋଟେ ବାକ୍ୟ ଦେଖିବ। ହଁ, ଆୟୋବ 35 ପର୍ବ 6 ପଦ 7 ପଦ। ତୁମ୍ଭେ ପାପ କଲେ ପରମେଶ୍ୱରଙ୍କ ବିରୁଦ୍ଧରେ କଣ କର, ଓ ତୁମର ଅପରାଧ ବୃଦ୍ଧି ପାଇଲେ ତାହାଙ୍କ ପ୍ରତି ତୁମେ କଣ କର? ତୁମେ ଧାର୍ମିକ ହେଲେ ତାହାଙ୍କୁ କଣ ଦିଅ, ବା ସେ ତୁମ ହସ୍ତରୁ କଣ ପାଆନ୍ତି? 8 ପଦ, ତୁମର ଦୁଷ୍ଟତା ତୁମ ତୁଲ୍ୟ ମନୁଷ୍ୟର କ୍ଷତି କରିପାରେ, ଓ ତୁମ ଧାର୍ମିକତା ମନୁଷ୍ୟ ସନ୍ତାନର ଲାଭ କରିପାରେ। ଆମେ ଏ ବାକ୍ୟର ଅର୍ଥ ଆମେ ବୁଝିପାରିବା ଯେ ମନୁଷ୍ୟର ମନ୍ଦ ଦ୍ଵାରା କି ମଣିଷର ଉତ୍ତମ ଦ୍ଵାରା ପ୍ରଭୁଙ୍କ ଆଡକୁ କିଛି ପ୍ରଭାବିତ ନାହିଁ। ଏବେ କହିଛନ୍ତି ଯେତେ ପରିଶ୍ରମ କଲେ ମଧ୍ୟ ମଣିଷ ଦୃଷ୍ଟିରୁ ତାହା ଠିକ ଦେଖାଯାଉଛି, ମଣିଷର ଜ୍ଞାନ ଅନୁସାରେ ତାହା ଠିକ ଦେଖାଯାଉଛି, କିନ୍ତୁ ପରମେଶ୍ୱର ସେଟାକୁ ଅଗ୍ରାହ୍ୟ କଲେ। ତାର ଅର୍ଥ ଏଇ ଜାଗାରେ ଆମେ ସ୍ପଷ୍ଟ ଭାବରେ କ୍ଲିୟର ହେଇପାରିବା, ଯାହା ମଧ୍ୟ ମନୁଷ୍ୟ ଦୃଷ୍ଟିରୁ ଠିକ ଦେଖାଯାଉଛି, ଯଦିଓ ତାହା ଗ୍ରହଣ ଯୋଗ୍ୟ ପରି ମନୁଷ୍ୟକୁ ଲାଗୁଛି, କିନ୍ତୁ ତାହା ପ୍ରଭୁଙ୍କର ଅଗ୍ରାହ୍ୟ। କାହିଁକି? ଏଇଟା ନାହିଁ ଯେ ପ୍ରଭୁ ଫଳମୂଳକୁ ଭଲ ପାଉନଥିଲେ, କି ଏଇଟା ନାହିଁ ଯେ ପ୍ରଭୁ ପ୍ରକୃତରେ ମେଦକୁ ବେଶୀ ଭଲ ପାଉଥିଲେ ବୋଲି ଗ୍ରହଣ କଲେ, ଆଉ ଫଳମୂଳକୁ ଘୃଣା କରୁଥିଲେ ବୋଲି, ସେମିତି ନାହିଁ। ସୃଷ୍ଟିର ଆରମ୍ଭରେ ଈଶ୍ୱରଙ୍କ ନିୟମ। ଈଶ୍ୱର କହିଲେ ଆମେ ଆଲଫା, ଆମେ ଓମେଗା। ଈଶ୍ୱର କହିଲେ ମୁଁ ହଉଛି ମୁଁ ହଉଛି କ୍ଷ, ମୁଁ ହଉଛି ଆରମ୍ଭ, ମୁଁ ଶେଷ। ମନୁଷ୍ୟର କୌଣସି ଅଧିକାର ନାହିଁ ଈଶ୍ୱରଙ୍କର ଠାରୁ
ଉପରକୁ ଯିବା ପାଇଁ। ମଣିଷ ହଉଛି ଗୋଟେ ପୋଜିସନ ଅଛି, ଆମର ଗୋଟେ ପୋଜିସନ, ଆମର ଗୋଟେ ସ୍ଥିତି। ଆମେ କେବଳ ଈଶ୍ୱରଙ୍କ ଠାରୁ ପ୍ରାପ୍ତ ହେଲେ ହିଁ ଆମେ ଈଶ୍ୱରଙ୍କର ଦ୍ଵାରା ନିର୍ଦ୍ଧାରିତ ସମୟକୁ ଜୀବନକୁ ବିତେଇ ପାରିବୁ। ଈଶ୍ୱରକୁ ଛାଡିକି ମନୁଷ୍ୟ ଯେତେ ବୁଦ୍ଧିମାନ ହେବାକୁ ଚେଷ୍ଟା କଲେ ମଧ୍ୟ, ଯେତେ ବଡ ଲୋକ ହେବାକୁ ଚେଷ୍ଟା କଲେ ମଧ୍ୟ, ଯେତେ ଅଧିକ ଜ୍ଞାନବାନ ହେଲେ ମଧ୍ୟ ଈଶ୍ୱରଙ୍କ ପାଇଁ କିଛି ଲାଭ ନାହିଁ, କି ମନୁଷ୍ୟ ପାଇଁ ମଧ୍ୟ କିଛି ଲାଭ ନାହିଁ। ତ ଆତ୍ମିକ ଜୀବନ ପ୍ରକୃତରେ କଣ? ହେବଲଙ୍କ ଦ୍ଵାରା ଆମେ ଏ ଜାଗାରେ ଗୋଟେ ବିଷୟ ଶିଖିପାରିବା ଯେ ହେବଲ କେବେ ମଧ୍ୟ ନିଜର ଜ୍ଞାନ ଅନୁସାରେ ନୈବେଦ୍ୟ ଗ୍ରହଣ ଯୋଜନା ପ୍ରସ୍ତୁତ କରିନଥିଲେ। ହେବଲ କେବେ ମଧ୍ୟ ନିଜର ବୁଦ୍ଧିକୁ ପ୍ରୟୋଗ କରିକି ଏ ମେଧର ନୈବେଦ୍ୟକୁ ପ୍ରସ୍ତୁତ କରିନଥିଲେ। ନିଶ୍ଚୟ ଇଏ ଜଣଙ୍କ ଠାରୁ ଶୁଣିଛନ୍ତି, ନିଶ୍ଚୟ ଜଣଙ୍କ ଠାରୁ ଏ ଗ୍ରହଣ କରୁଛନ୍ତି ଏ ନୈବେଦ୍ୟକୁ ପ୍ରସ୍ତୁତ କଲା ପୂର୍ବରୁ। ମନୁଷ୍ୟର ନିଜର ଚରିତ୍ର, ମଣିଷ ନିଜର ଚିନ୍ତାଧାରା, ମଣିଷ ନିଜର ପ୍ରତ୍ୟେକ ବିଷୟ ସେ ପାର ହେଲେ ହିଁ ସେ ଈଶ୍ୱରଙ୍କର ରାଜ୍ୟକୁ ଭେଟି ପାରିବ, ଈଶ୍ୱରଙ୍କ ବାକ୍ୟକୁ ସେ ଶୁଣିପାରିବ। କେମିତି? ଉଦାହରଣ ସ୍ୱରୂପ ମାର୍କ 2 ପର୍ବରେ ଗୋଟେ ପକ୍ଷାଘାତ ରୋଗୀ ଲୋକକୁ 4 ଜଣ ଖଟରେ ବୋହିକି ଯାଉଛନ୍ତି, ଯୀଶୁଙ୍କୁ ଭେଟିବା ପାଇଁ ଯାଉଛନ୍ତି ସେମାନେ, କିନ୍ତୁ ଯୀଶୁଙ୍କୁ ଭେଟି ପାରୁନାହାନ୍ତି। କାହିଁକି? ତାଙ୍କ ସେ ଘରର କବାଟ, ଯୀଶୁ ଯୋଉ ଘରେ ଥିଲେ ସେ କବାଟରେ ଏତେ ଭିଡ ଥିଲା, ଜାଗା ନଥିଲା ପଶିବା। ଏ 4 ଜଣ ଲୋକଙ୍କର ମାଇଣ୍ଡକୁ ଦେଖନ୍ତୁ, ଏ 4 ଜଣ ଲୋକଙ୍କର ଚିନ୍ତାକୁ ଦେଖନ୍ତୁ, ତାଙ୍କର ସ୍ୱଭାବକୁ ଦେଖନ୍ତୁ। ଏମାନେ ଘରର ଛାତ ଖୋଳିଲେ, ଛାତ ଫଟେଇ ଦେଲେ, ଆଉ ଯୀଶୁଙ୍କ ପାଖକୁ ତାଙ୍କ ସେ ପେସେଣ୍ଟ ବା ସେ ପକ୍ଷାଘାତ ରୋଗୀକୁ ନେଇଗଲେ। ଏଇଟା ଗୋଟେ ସାଧାରଣ ବିଷୟ ନାହିଁ। ମଣିଷତ୍ୱ ଭାବରେ ଭାବିଲେ, ମଣିଷର ଅନୁସାରେ ଭାବିଲେ ଏଇଟା କିଏ କରିବା ପାଇଁ ଚାହିଁଛି? କୋଉ ଲୋକ ବର୍ତ୍ତମାନ ଛାତକୁ ଫଟେଇକି ସେ ପକ୍ଷାଘାତ ରୋଗୀକୁ ନେବା ପାଇଁ ଯିବ ସେ? କିନ୍ତୁ ଏ 4 ଜଣ ବ୍ୟକ୍ତିଙ୍କ ବିଷୟରେ ଯୀଶୁ କଣ ବୋଲି କହୁଛନ୍ତି? ଯୀଶୁ ସେ 4 ଜଣଙ୍କର ବିଶ୍ୱାସ ଦେଖିକି ଏ ପକ୍ଷାଘାତ ରୋଗୀକୁ କହିଲେ, ବସ ତମର ପାପ ସବୁ କ୍ଷମା କର। ଏ 4 ଜଣଙ୍କର ବିଶ୍ୱାସକୁ ଯୀଶୁ ଦେଖିଲେ, ଆଉ ସେ ସନ୍ତୁଷ୍ଟ ହେଲେ, ଆଉ ସେ ବର୍ତ୍ତମାନ ଏ ପକ୍ଷାଘାତ ରୋଗୀକୁ ବସ ତମର ପାପ ସବୁ କ୍ଷମା ହେଲା କହିଲେ। ତ ଏ 4 ଜଣଙ୍କ ବିଶ୍ୱାସ ସାଧାରଣ ବିଶ୍ୱାସ ନାହିଁ। ଏ 4 ଜଣଙ୍କ ବିଶ୍ୱାସ କେବଳ ମନୁଷ୍ୟ ଦ୍ୱାରା ତିଆରି ବିଶ୍ୱାସ ନାହିଁ। ପ୍ରଥମ ଜିନିଷ ତ ଆମେ ଜାଣିପାରିବା ଆଙ୍କର କାର୍ଯ୍ୟକଳାପ ଦ୍ଵାରା ଯେ ମନୁଷ୍ୟର ଉତ୍ତମତାର ଷ୍ଟାଣ୍ଡାର୍ଡରୁ ଏମାନେ ନାହାନ୍ତି। ମଣିଷ କଣ ଭାବିବ ଏ ଦୁନିଆରେ ନାହାନ୍ତି। ମଣିଷ ମଣିଷ ଆଡକୁ ଉତ୍ତମ କାମ କରିବା ପାଇଁ ଏ ପ୍ରକାର ମଧ୍ୟ ଚିନ୍ତା ଆଙ୍କ ପାଖରେ ନାହିଁ। ଯଦି ଥାନ୍ତା ତାହେଲେ ଏମାନେ କହିଥାନ୍ତେ, ଆରେ ଛାତ ଫୁଟିଲେ ସେ କଣ ଭାବିବ ସେ ଘର ମାଲିକ? ଆମେ ଯଦି ଛାତ ଫୁଟେଇକି ପେସେଣ୍ଟକୁ ନଉଛୁ ତାହେଲେ ସେ ଲୋକ ଆମକୁ ଖରାପ ଭାବିବ। ଆଉ ଲୋକ ଖରାପ ଭାବିଲେ ଆମେ କାହିଁକି ଏମିତି କରିବା? ପ୍ରତ୍ୟେକ ଅଧିକାଂଶ ଲୋକମାନେ କାହିଁକି ସେ ଉତ୍ତମ ହେବାକୁ ଚାହୁଁଛନ୍ତି? ନିଜକୁ କାହିଁକି ଉତ୍ତମ ଦେଖିବାକୁ ଚାହୁଁଛନ୍ତି? ସମ୍ମାନ ପାଇବା ପାଇଁ ଲୋକମାନେ କହିବେ, ଆରେ ଇଏ ବହୁତ ଭଲ ଲୋକ। କିନ୍ତୁ ଆତ୍ମିକ ଲୋକ କିଏ ଭାଇ ଭଉଣୀ ଜାଣିଛନ୍ତି? ଗୋଟେ ଆତ୍ମିକ ଲୋକ ନିଜର ଚିନ୍ତା କି ନିଜର ପ୍ରତ୍ୟେକ ଉତ୍ତମତା, ନିଜର ଶରୀର ଦ୍ଵାରା ଯୋଉ ଷ୍ଟାଣ୍ଡାର୍ଡ ଅଛି ଭଲ ମନ୍ଦର, ତାହାକୁ ଯେ ପାର କରିବାର ଲାଇଫକୁ ପାଇଅଛି, ସେ ହିଁ ଘରର ଛାତକୁ ଫଟେଇ ଦେବ। ସେ ହିଁ ଗୋଟେ ଲୋକ ଯିଏକି ଭୂମି ଉତ୍ପନ୍ନ ଫଳକୁ ନ ନେଇକି ସେ ମେଦକୁ ନେଇକି ଯିବ। ଏ ଜାଗାରେ ଭୂମିର ଉତ୍ପନ୍ନ ଫଳର ଅର୍ଥ କଣ? ଆରେ ମେଦର ଅର୍ଥ କଣ? ମେଦକୁ ପ୍ରଭୁ ଗ୍ରହଣ କଲେ କାହିଁକି? ଆଉ କାହିଁକି ଭୂମି ଉତ୍ପନ୍ନ ଫଳକୁ ପ୍ରଭୁ ଗ୍ରହଣ କଲେ? ଯଦିଓ ଭୂମିର ଉତ୍ପନ୍ନ ଫଳ ସୁନ୍ଦର ଦେଖାଯାଉଛି, କିନ୍ତୁ ଈଶ୍ୱରଙ୍କ ବାକ୍ୟରେ ଲେଖା ହେଇଛି ପରମେଶ୍ୱର ଭୂମିକୁ ଶାପଗ୍ରସ୍ତ କରିଅଛନ୍ତି। ଏ ଭୂମିକୁ ପ୍ରଭୁ ଶାପଗ୍ରସ୍ତ କରୁଛନ୍ତି। ବିବିଲିକାରେ ଦେଖିଲେ ଏ ଭୂମି ଏ ଜାଗାରେ ମନୁଷ୍ୟର ଶରୀରକୁ ବୁଝଉଛି। ସେଥିପାଇଁ ଲେଖା ହେଇଛି ଆଇବ ପୁସ୍ତକରେ, ତ ଈଶ୍ୱର ପାଇଁ କଣ ଲାଭ ତମେ ଧାରଣ କରିଲେ, ଈଶ୍ୱର ପାଇଁ କଣ କ୍ଷତି ତମେ ମନ୍ଦ କଲେ? ତାର ଅର୍ଥ ହଉଛି ବର୍ତ୍ତମାନ ଏ ଭୂମିର ଅର୍ଥ ହଉଛି ମନୁଷ୍ୟର ଶରୀରକୁ ବା ଶାରୀରିକ ଜୀବନ ବୁଝଉଛି। ସେଥିପାଇଁ ପରମେଶ୍ୱର ଯାହା ଅଭିଶପ୍ତ କରୁଛନ୍ତି ସେ ଅଭିଶପ୍ତ ବିଷୟକୁ କେମିତି ଗ୍ରହଣ କରିବେ? ଈଶ୍ୱର ବର୍ତ୍ତମାନ ମେଦକୁ ଗ୍ରହଣ କଲେ। ହଁ? ଏ ହେବଲ ବର୍ତ୍ତମାନ ମେଦକୁ ଦେଲେ। ଇଏ କେବେ ନିଜ ଦ୍ଵାରା ତିଆରି କରିନାହାନ୍ତି ଡର, ନିଜର ଜ୍ଞାନ ବୁଦ୍ଧି ଅନୁସାରେ ସେ କରିନାହାନ୍ତି। ଆଜି ଆମମାନେ ମଧ୍ୟ ଯଦି ଜାକବଙ୍କ ବିଷୟରେ ଦେଖିବା, ଜାକବ ଗୋଟେ ଲୋକ ନାହିଁ ଯେ କି ରିବିକା ଇସାକ ସାମ୍ନାରେ ସେ କହିପାରିବ ମୁଁ ହଉଛି ଏସ। କହିପାରିବ କି ସେ ନିଜର ବୁଦ୍ଧି ଅନୁସାରେ, ନିଜର ଦକ୍ଷତା ଅନୁସାରେ? ଯଦି ଜାକବ ଯଦି ଇସାକ ସାମ୍ନାରେ ନିଜକୁ ଏସ ବୋଲି କହିପାରିଲେ, କେବଳ ଗୋଟେ ବିଷୟ, ରିବିକାଙ୍କର ହୃଦୟ ଧରିକି ସେ ଗଲେ, ରିବିକାଙ୍କର ବାକ୍ୟ ଧରିକି ସେ ଗଲେ। ତ ରିବିକାଙ୍କ ବାକ୍ୟ ଗ୍ରହଣ କଲା ପୂର୍ବରୁ ଜାକବ ନିଜର ଚିନ୍ତା,
ନିଜର ବିବେକର ଦୁନିଆରୁ ସେ ବାହାରି ଆସିଲେ। କାହିଁକି ଲୋକମାନେ ନିଜକୁ ପାପ ବୋଲି କହୁଛନ୍ତି ଆଜି? କାହିଁକି ଲୋକମାନେ ନିଜର କାର୍ଯ୍ୟକୁ ନିଜକୁ ପରିଶ୍ରମକୁ ଧରିକି ଅଛନ୍ତି? ପ୍ରଭୁଙ୍କ ପାଇଁ ନିଜର ଚିନ୍ତାରେ ନିଜର ଦୃଷ୍ଟିରେ ତାହା ଠିକ ଦେଖାଯାଉଛି। ନିଜର ଚିନ୍ତାରେ ନିଜର ଦୃଷ୍ଟିରେ ନିଜର ମତ ଅନୁସାରେ ବଞ୍ଚୁଛନ୍ତି ଲୋକମାନେ ସେମାନେ। ତାଙ୍କ ଆଡକୁ ଯୋଉଟା ଭଲ ଦେଖାଯାଉଛି ସେଇଟା ହିଁ ସେମାନେ ପ୍ରଭୁ ପାଇଁ ନେବା ପାଇଁ। ଏ ଭୂମିରୁ ଉତ୍ପନ୍ନ ଫଳ ଭଲ ହେଇପାରେ, କିନ୍ତୁ ଭୂମି ହଉଛି ଶାପଗ୍ରସ୍ତ। ମଣିଷର କାର୍ଯ୍ୟ ଉତ୍ତମ ଦେଖାଯାଇପାରେ, ମଣିଷର କାର୍ଯ୍ୟ ଭଲ ଦେଖାଯାଇପାରେ, ମଣିଷର କାର୍ଯ୍ୟ ପରିଶ୍ରମ ଉଦ୍ଯୋଗ ଭଲ ଦେଖାଯାଇପାରେ, କିନ୍ତୁ ବାଇବଲରେ ମୁଁ ଆଉ ଗୋଟେ ଦେଖେଇକି ମୁଁ ସରିବି। ରୋମିଓ ପୁସ୍ତକ 10 ପର୍ବ ଯଦି ଆମେ ଦେଖିବା, ସେଇଠି ମଧ୍ୟ ଲେଖା ହେଇଛି 2 ପଦରେ। ରୋମିଓ ତାର 10 ପର୍ବ 2 ପଦ ଲେଖା ହେଇଛି, କାରଣ ଈଶ୍ୱରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍ଯୋଗ ଅଛି ଏହା ମୁଁ ସେମାନଙ୍କ ସପକ୍ଷରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ସେହି ଉଦ୍ଯୋଗ ଜ୍ଞାନ ଯୁକ୍ତ ନୁହେଁ। ଆମେ କୈନଙ୍କର ଉଦ୍ଯୋଗ ଥିଲା ପ୍ରଭୁଙ୍କ ଆଡକୁ। କୈନଙ୍କର ବହୁତ ଗୁଡେ ଉତ୍କଣ୍ଠିତ ମନ ଥିଲା ପ୍ରଭୁଙ୍କୁ ନୈବେଦ୍ୟ ଦେବା ପାଇଁ, କିନ୍ତୁ ଯେ ଉଦ୍ଯୋଗ ଯଦି ଜ୍ଞାନ ଯୁକ୍ତ ନୁହେଁ, ଏବେ କୈନଙ୍କର ମଧ୍ୟ ଜ୍ଞାନ, କୈନଙ୍କର ଉଦ୍ଯୋଗ, କୈନଙ୍କର ପ୍ରଭୁଙ୍କ ଆଡକୁ ଯୋଉ ମନ ଥିଲା ନୈବେଦ୍ୟ ଦେବା ପାଇଁ, ତାହା ପ୍ରକୃତ ଜ୍ଞାନ ଯୁକ୍ତ ନଥିଲା। ସେଥିପାଇଁ ପରମେଶ୍ୱର ଅଗ୍ରାହ୍ୟ କଲେ। ତାହେଲେ 3 ପଦର ଯଦି ବାକ୍ୟ ଦେଖିବା ଆମେ ଜାଣିପାରିବା, ଯେଣୁ ଈଶ୍ୱର ଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣ ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ୱରଙ୍କ ଦୂତ ଧାର୍ମିକତାର ବଶୀଭୂତ ହୋଇନାହାନ୍ତି। ଏବେ କୈନକୁ ଯେତେବେଳେ ପରମେଶ୍ୱର ଅଗ୍ରାହ୍ୟ କଲେ, କୈନ ବହୁତ ରାଗି ଯାଉଛନ୍ତି ମଧ୍ୟ, ଭୟଙ୍କର ରାଗି ଯାଉଛି ସେ। ତାର ପ୍ରଭୁଙ୍କ ଆଡକୁ ସେ ଯଦି ନୈବେଦ୍ୟ ଦେବାର ହୃଦୟ ଥିଲା, ଆଶୀର୍ବାଦ ପାଇବାର ହୃଦୟ ଥିଲା, ସେ କହିପାରିଥାନ୍ତେ ପରମେଶ୍ୱର ମୁଁ ଜାଣିପାରିଲି ନାହିଁ, ମୁଁ ନିଜକୁ ବିଶ୍ୱାସ କଲି, ମୁଁ ନିଜକୁ ହିଁ ନିଜର କଥାକୁ ଧରିକି ମୁଁ ପ୍ରସ୍ତୁତ କଲି, ମୋର ଦୃଷ୍ଟିରୁ ଏ ଭୂମି ଉତ୍ପନ୍ନ ଭଲ ଦେଖାଯାଉଥିଲା। ମୁଁ କେବେ ମଧ୍ୟ ଥରେ ମଧ୍ୟ ଭାବିଲି ନାହିଁ ଯେ ସତରେ ତମେ ଏଟାକୁ କେବେ ଗ୍ରହଣ କରିବ ନାହିଁ, କି ତମେ କେବେ ମଧ୍ୟ ପରମେଶ୍ୱର ଏଇ ଭୂମି ଉତ୍ପନ୍ନ ଫଳକୁ ତମେ ଅ, ଗ୍ରହଣ କରିବ ନାହିଁ, ତମର ପସନ୍ଦ ନାହିଁ ଏଇଟା। ମୁଁ ଥରେ ମଧ୍ୟ ଭାବିଲି ନାହିଁ। କହିନ ଏମିତି କହିପାରିଥାନ୍ତି। କହିନ ବର୍ତ୍ତମାନ ଯେ ଲୋକ ଏଇ ଜାଗା ଦେଖିବ, ତାହେଲେ କହିନ ବହୁତ ରାଗି ଯାଉଛି। କହିନ ବହୁତ ରାଗିକି ସେ ଅଧମୁଖ ହେଲେ ଲେଖା ହେଇଛି। ଅତି କ୍ରୋଧ କରୁଛି, ବହୁତ ରାଗି ଯାଉଛି ସେ। କାହିଁକି? ଈଶ୍ୱର ଅଗ୍ରାହ୍ୟ କଲେ ବୋଲି। ଯଦି ଈଶ୍ୱର ଅଗ୍ରାହ୍ୟ କରିବା ଜିନିଷ ଅଗ୍ରାହ୍ୟ କଲେ, ଦେନ୍ କଣ ସମସ୍ୟା? ହୁଁ? ମୁଁ ଯଦି କହିବି କହିନଙ୍କର ଅତି କ୍ରୋଧର ଅର୍ଥ କଣ? ଆରେ ଧନିଆ ଲଙ୍କା ଖାଇଲେ ପାଟି ରାଗ ହବ ନା ମିଠା? ଯଦି ଧନିଆ ଲଙ୍କା ଆମେ ଖାଉଛୁ, ଆରେ ରାଗି ଯାଉଛୁ, କାହିଁକି ରାଗ ହଉଛି? ଲୋକ କଣ କହିବେ? ସଠିକ ଭାବରେ ରାଗୁଛି ବୋଲି କହିବି? ମୋର ରାଗିବାର କଣ ଯଥାର୍ଥ କି? ମୁଁ ଧନିଆ ଲଙ୍କା ଖାଇଛି ଆଉ ରାଗୁଛି, ଏଟା କାହିଁକି ରାଗୁଛି କହିକି ରାଗିବାଟା କଣ ଯଥାର୍ଥ କି? ନାଇଁ ନା। ଈଶ୍ୱର ଯୋଉ ନୈବେଦ୍ୟ ଗ୍ରହଣ କରିବା ପାଇଁ ଆବଶ୍ୟକ ନାହିଁ, ସେ ନୈବେଦ୍ୟ ଦେଲେ କାହିଁକି କହିଲେ ରାଗିବା ଦରକାର? ମଣିଷର ଉତ୍ତମ କର୍ମ ଯଦି ଈଶ୍ୱରଙ୍କର ଗ୍ରହଣ ଯୋଗ୍ୟ ନୁହେଁ, ମଣିଷର ଉଦ୍ଯୋଗ ଯଦି ଜ୍ଞାନ ଯୁକ୍ତ ନୁହେଁ, ତାହେଲେ ପରମେଶ୍ୱର କଣ ପାଇଁ ଏ ଜାଗାରେ ନୈବେଦ୍ୟ ଅଗ୍ରାହ୍ୟ କଲେ? ଯାହା ଅଗ୍ରାହ୍ୟ କରିବା କଥା ଅଗ୍ରାହ୍ୟ କଲେ ସେ। କିନ୍ତୁ ପରମେଶ୍ୱରଙ୍କର ଗୋଟେ ବିଷୟ ମୁଁ କହିବି ଆପଣ, ଯଦି ପରମେଶ୍ୱର କୈନଙ୍କର ନୈବେଦ୍ୟ ଅଗ୍ରାହ୍ୟ କଲେ, ତାର ଅର୍ଥ ନାହିଁ ସେ କୈନକୁ ଦୟା ଦଉନାହାନ୍ତି। କୈନ ଏ ଜାଗାରେ ବୁଝିବା ଆବଶ୍ୟକ ଥିଲା ଯେ ପରମେଶ୍ୱର ମୁଁ ଭୁଲ ନୈବେଦ୍ୟକୁ ଦେଲି, ସଠିକ ନୈବେଦ୍ୟକୁ ମୁଁ ଦେଇପାରିଲି ନାହିଁ। କାହିଁକି? ତା ଦ୍ୱାରା ସେ ରିପେଣ୍ଟ କରିପାରିଥାନ୍ତେ, ତା ଦ୍ୱାରା ସେ ଜାଣିପାରିଥାନ୍ତେ ସତରେ ମୁଁ ଆଜି ପର୍ଯ୍ୟନ୍ତ ନିଜକୁ ବିଶ୍ୱାସ କଲି, ଯାହା ମୋର ଦୃଷ୍ଟିରୁ ଭଲ ଦେଖାଗଲା ମୁଁ ସେଇଟାକୁ ଧରିକି ବଞ୍ଚିଲି, ଯାହା ମୋ ପାଇଁ ଠିକ ଦେଖାଗଲା ମୁଁ ସେଇଟାକୁ ବିଶ୍ୱାସ କଲି। କିନ୍ତୁ ପ୍ରଭୁ ୟା ଦ୍ୱାରା ମୁଁ ପ୍ରକାଶ ପାଉଛି ଯେ ସତରେ ମୁଁ ଗୋଟେ ଭକ୍ତ ଲୋକ। ଯେହେତୁ କୈନଙ୍କର ନୈବେଦ୍ୟ ଈଶ୍ୱର ଅଗ୍ରାହ୍ୟ କଲେ, ଯୋଉ ନୈବେଦ୍ୟ ଭୂମିରୁ ଜାତ ଫଳ ପ୍ରସ୍ତୁତ କରାଇଥିଲା। ଆଜି ଯୋଉ ସମୟରେ ଈଶ୍ୱର ଆମର କାର୍ଯ୍ୟକୁ ଅଗ୍ରାହ୍ୟ କରୁଛନ୍ତି, ଆମର ଉତ୍ତମତାକୁ ଅଗ୍ରାହ୍ୟ କରୁଛନ୍ତି, ଈଶ୍ୱର ଆମର ପଏଣ୍ଟ ମତକୁ ଅଗ୍ରାହ୍ୟ କରୁଛନ୍ତି, ପ୍ରଭୁ ଆମର ଚିନ୍ତାକୁ ଅଗ୍ରାହ୍ୟ କରୁଛନ୍ତି, ପ୍ରଭୁ ଆମର ଦ୍ୱାରା ପ୍ରସ୍ତୁତ କୌଣସି ବିଷୟ ଗ୍ରହଣ କରୁନାହାନ୍ତି, ଏଇଟା ଗୋଟେ ବହୁତ ଧନ୍ୟବାଦର ବିଷୟ। ଆମେ ଏଇଟା ରାଗିବା ବିଷୟ ନାହିଁ, ଏଇଟା ବହୁତ ଥ୍ୟାଙ୍କଫୁଲ ମ୍ୟାଟର ଯେ ପରମେଶ୍ୱର ଦେଖେଇଲେ ଯେ ସତରେ ଈଶ୍ୱରଙ୍କ ପସନ୍ଦ କଣ। ହେବଲ ଗୋଟେ ଲୋକ ନାହିଁ ଯେ କି ନିଜର ଜ୍ଞାନ ଅନୁସାରେ ଏ ନୈବେଦ୍ୟକୁ ପ୍ରସ୍ତୁତ କରିଥିଲେ।
ମୁଁ ବିଶ୍ୱାସ କରୁଛି ଯେ ସେ ସମୟରେ ହେବନକୁ ନିହାତି କୁହାଯାଇଥିବ ଯେ ତମେ ଏଇ ନୈବେଦ୍ୟକୁ ପ୍ରସ୍ତୁତ କର। ଯାକବ ଗୋଟେ ଲୋକ ନାହିଁ ଯିଏ କି ଏସବୁ ବୋଲି କହିପାରିବା ଲୋକ ଇସାକ ସାମ୍ନାରେ ମିଛ କହିଲା ପରି ଲାଗୁଛି। କି 4 ଜଣ ଲୋକମାନେ ଯୋଉମାନେ କି ପକ୍ଷାଘାତ ରୋଗୀକୁ ନେଇକି ଛାତ ଫଟିଆ ଲୋକମାନେ ମଧ୍ୟ କିଏ ମଧ୍ୟ ନିଜର ଚିନ୍ତା ଅନୁସାରେ ଯାଉନାହାନ୍ତି। କିନ୍ତୁ ବିପରୀତ ଭାବରେ ଆମେ ଏ ଜାଗାରେ ଜାଣିପାରିବା ଯୀଶୁଙ୍କର କାର୍ଯ୍ୟକୁ ଯାହା ଦେଖିପାରିବା। ଯୀଶୁ ସବୁ ଅଧିକାଂଶ ଯୀଶୁ କହିଲେ ମୁଁ ଆଉ ପିତା ହଉଛନ୍ତି ଏକ। ମୁଁ ମୋର କାର୍ଯ୍ୟ ସାଧନ କରିବାକୁ ଆସିନାହିଁ କିନ୍ତୁ ମୋ ପିତାଙ୍କ କାର୍ଯ୍ୟ ସାଧନ କରିବାକୁ ଆସିଅଛି। ତାର ଅର୍ଥ ଈଶ୍ୱରଙ୍କର ଅତି ନିକଟବର୍ତ୍ତୀ, ଈଶ୍ୱରଙ୍କର ବୁଝିବା ପାଇଁ, ଈଶ୍ୱରଙ୍କ କାର୍ଯ୍ୟକୁ ସଫଳ କରିବା ପାଇଁ, ଈଶ୍ୱରଙ୍କର କଣ ପ୍ରକୃତରେ ଆଶୀର୍ବାଦ ଅଛି ମନୁଷ୍ୟ ପାଇଁ, କୋଉ ମାଧ୍ୟମରେ ପ୍ରଭୁ ଆଶୀର୍ବାଦ କରିବେ ମନୁଷ୍ୟ କୋଉ ମାଧ୍ୟମରେ ଆମେ ଖୁସିରେ ବଞ୍ଚିବା, କୋଉ ମାଧ୍ୟମରେ ଆମେ ଶାନ୍ତିରେ ବଞ୍ଚିବା, ଅତି ନିକଟବର୍ତ୍ତୀ ଭାବରେ ଜାଣିବା ବ୍ୟକ୍ତି ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ନା ନାଇଁ? ଏବେ ଆମର ଅ, ଜୀବନରେ ଆମର ନିକଟବର୍ତ୍ତୀ ଲୋକମାନେ ହିଁ ଜାଣିଛନ୍ତି ଆମର ରିଆଲିଟି ଆମେ କେମିତି ଲୋକ। ନା ନାଇଁ? ସେମିତି ଯୀଶୁ ହିଁ ଜାଣିଛନ୍ତି ପରମେଶ୍ୱରଙ୍କର କଣ ଇଚ୍ଛା, କଣ ପ୍ରକୃତରେ ପସନ୍ଦ, କଣ ଗ୍ରହଣ ଯୋଗ୍ୟ ଯୀଶୁ ଜାଣିଛନ୍ତି। ଆଉ ସେ ଯୀଶୁ ଖ୍ରୀଷ୍ଟ ଯାହାର ଜୀବନରେ ଜଡିତ ଅଛନ୍ତି, ସଂଯୁକ୍ତ ଅଛନ୍ତି, ସେ ଯୀଶୁ ଖ୍ରୀଷ୍ଟଙ୍କର ଦ୍ଵାରା ସେମାନେ ପରିଚାଳିତ ହେଇ ଚାଳିତ ହେଇ ସେ ପ୍ରଭୁଙ୍କ ନିକଟକୁ ଯିବେ। ଆଜି ଆମେ ଗୋଟେ ଲୋକ ନାହିଁ ଯେ କି ନିଜର କାର୍ଯ୍ୟ ଦ୍ଵାରା, ନିଜର ପରିଶ୍ରମ ଦ୍ଵାରା, ନିଜର ଦକ୍ଷତା ଦ୍ଵାରା ଆମେ ଧାର୍ମିକ ବୋଲି କହୁଛୁ, ସେମିତି କେବେ ବି ନାହିଁ। ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ, ଉଦ୍ଧାରକର୍ତ୍ତା ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମମାନେ ସିଦ୍ଧ ହୋଇଅଛୁ। ତାଙ୍କ ରକ୍ତ ଦ୍ୱାରା ଆମର ପାପ ଧୋଇ ହେଇଯାଇଛି। ତାଙ୍କର ମୃତ୍ୟୁ ଦ୍ୱାରା, ତାଙ୍କ ପୁନରୁତ୍ଥାନ ଦ୍ୱାରା ଆମର ପରିତ୍ରାଣ ସାଧନ ହୋଇଅଛି। ରମ୍ୟ ପୁସ୍ତକ 4:25 ଲେଖା ହେଇଛି, ପୁଣି ସେହି ଯୀଶୁ ଆମମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମମାନଙ୍କୁ ଧାର୍ମିକ ଗଣିତ କରିବା ନିମନ୍ତେ ଉତ୍ଥାପିତ ହେଲେ। ଯଦିଓ ହେବଲ ଅସ୍ଥାୟୀ, ଯଦିଓ ହେବଲ ଦୁର୍ବଳ, ଯଦିଓ ଯଦିଓ ହେବଲର ମାଇଣ୍ଡରେ, ଯଦିଓ ହେବଲର ମନରେ ବୁଝାମଣାରେ ଏଇଟା ଗୋଟେ ସଠିକ ଦେଖା ଯାଉନଥିବ ଯେ ମେଦ ଦେବା କଣ ପାଇଁ ଦରକାର, କିନ୍ତୁ ହେବଲଙ୍କୁ ଯିଏ କହିଅଛି ସେ ନିଶ୍ଚୟ ପ୍ରଭୁଙ୍କ ସହିତ ଜଡିତ, ପ୍ରଭୁଙ୍କର ଆତ୍ମା ଦ୍ଵାରା ଚାଳିତ ହେଇକି ସେ କରୁଛି। ଆମେ ସେଥିପାଇଁ ଈଶ୍ୱର ସେଇ ନୈବେଦ୍ୟ ଗ୍ରହଣ କାହିଁକି କଲେ? ଯାହା ଈଶ୍ୱର ରୋପଣ କରିନାହାନ୍ତି ତାହା ଉତ୍ପାଟିତ କରିବେ, ଲେଖା ହେଇଛି ବାଇବଲ। ତୁମ୍ଭେ ଆପଣା ବାକ୍ୟରେ ନିର୍ଦ୍ଦୋଷ ହବ, ବିଚାରିତ ହବ, ତୁମେ ଆପଣା ବାକ୍ୟରେ କଣ ହବ? ଦୋଷୀ ହବ, ଲେଖା ହେଇଛି। ମାନେ କଣ? ପରମେଶ୍ୱରଙ୍କ ବାକ୍ୟ ଯାହା ଭିତରେ ଅଛି, ପରମେଶ୍ୱରଙ୍କର ବାକ୍ୟକୁ ଈଶ୍ୱର ଦେଖିବେ। ଆମ ଠାରୁ ପରମେଶ୍ୱର କେବଳ ଗୋଟେ ବିଷୟ ଆଶା କରିବାକୁ ଚାହୁଁଛନ୍ତି ଯେ ଆମ ହୃଦୟରେ ଯୀଶୁଙ୍କର ହୃଦୟକୁ ଦେଖିବାକୁ ଚାହୁଁଛୁ। କାରଣ ପରମେଶ୍ୱର ମନୁଷ୍ୟ ଆଡକୁ ଆଶା, ମନୁଷ୍ୟ ଆଡକୁ ଭରସା କରିପାରିବେ ନାହିଁ, କିନ୍ତୁ ପରମେଶ୍ୱର ଯୀଶୁଙ୍କୁ ଜଗତକୁ ପଠେଇଲେ। ସେଥିପାଇଁ ହେବଲ ବର୍ତ୍ତମାନ ପରମେଶ୍ୱରଙ୍କ ଲୋକମାନଙ୍କ ଦ୍ଵାରା, ଈଶ୍ୱରଙ୍କର ଦ୍ଵାରା ହେବଲ ଏ ନୈବେଦ୍ୟ ପ୍ରସ୍ତୁତ କରୁଛନ୍ତି। ଏ ନୈବେଦ୍ୟ କଣ ପାଇଁ? ଆଶୀର୍ବାଦ ପାଇବା। ଏ ମେଦ ଏ ଜାଗାରେ କଣ ଭାଇ ଭଗବାନ ପରମେଶ୍ୱର ଯେତେବେଳକୁ ନିସ୍ତାର ପରବର ମଧ୍ୟ ନିୟମ ଦେଲେ, ତମେ ଗୋଟେ ମେଷକୁ ଆଣିକି ହତ୍ୟା କରିବ, ତାର ରକ୍ତକୁ ତମେ 2 ବାଜୁ ବନ୍ଧୁ କପାଳ କରେ ତମେ ଲଗେଇବ, ଆଉ ପ୍ରଭାତ ହେଲା ବନ୍ଧୁ ପାଣି ଯିବନି। ଆଜି ପରମେଶ୍ୱର କଣ ଗ୍ରହଣ କରିବେ? ଆଜି ନୈବେଦ୍ୟ କଇନଗର ନୈବେଦ୍ୟକୁ ପ୍ରଭୁ ଗ୍ରହଣ କଲେ ନାହିଁ କାହିଁକି? କାରଣ ସେଇଟା ହଉଛି ଅଭିଶପ୍ତ ଭୂମିରୁ ଜାତ। ଯଦିଓ ମଣିଷର କାର୍ଯ୍ୟ, ମଣିଷର ଉଦ୍యోଗ ଭଲ ଦେଖାଯାଉଛି କିନ୍ତୁ ଜ୍ଞାନ ଯୁକ୍ତ ନୁହେଁ। ଈଶ୍ୱର କେବଳ ଯୀଶୁଙ୍କୁ ଗ୍ରହଣ କରିବେ। ଈଶ୍ୱର ମଣିଷର କାର୍ଯ୍ୟକୁ ସେ ଗ୍ରହଣ କରିବେ। ଈଶ୍ୱର କେବଳ ଯୀଶୁଙ୍କର କାର୍ଯ୍ୟ ଗ୍ରହଣ କରିବେ। ଆମେ ଈଶ୍ୱର କେବଳ ଯୀଶୁଙ୍କର ହିଁ କାର୍ଯ୍ୟ ଗ୍ରହଣ କରିବେ। ଏଥିପାଇଁ ଆଜି ଆମର ନୈବେଦ୍ୟ ମଧ୍ୟ ଆମେ ପ୍ରସ୍ତୁତ କରୁଛୁ। ହେବଲଙ୍କ ପରି ଲୋକମାନେ ଭାବୁଛନ୍ତି ଆମେ ଯୀଶୁଙ୍କ ପାଇଁ ଅନେକ ଗୁଡେ କାମ କରୁଛୁ, ଆମେ ଅନେକ ଗୁଡେ ଦାନ ଦେଇଛୁ, ଅନେକ ଗୁଡେ ମଣ୍ଡଳୀ ଗଢିଛୁ, ଅନେକ ଗୁଡେ ଲୋକକୁ ଆମେ ବାଇବଲ ବାଣ୍ଟିଛୁ, ଡୁବନ ଦେଇଛୁ, ବିଭିନ୍ନ ପ୍ରକାର ତାଙ୍କର ଧାର୍ମିକତା ସ୍ଥାପନ କରିବା ନିମନ୍ତେ ସେମାନେ ନୈବେଦ୍ୟ ଉତ୍ସର୍ଗ କରୁଛନ୍ତି ପ୍ରଭୁ। କିନ୍ତୁ ଅପରପକ୍ଷରେ ହେବଲ ଯିଏକି ଅସ୍ଥାୟୀ, ଯେତେବେଳେ ମୁଁ ନିଜକୁ ଦେଖୁଛି ମୁଁ ଗୋଟେ ଦୁର୍ବଳ ଅସ୍ଥାୟୀ ଲୋକ, ମୋ ପାଖରେ କୌଣସି ଉତ୍ତମ ବିଷୟ ନଥିଲା, କିନ୍ତୁ କେବଳ ମୁଁ ମଧ୍ୟ ଦିନେ ଜଣଙ୍କ ଦ୍ଵାରା କଥା କୁହା, ମୁଁ ଜଣଙ୍କ ଦ୍ଵାରା ମୁଁ ଜଣଙ୍କ ଦ୍ଵାରା କୁହାଗଲି, ଜଣେ ମତେ କହିଲେ
ଯେ ତମେ ଏଇ ନୈବେଦ୍ୟକୁ ଧରିକି ଯାଅ ପ୍ରଭୁ ପାଖରେ, ତାର ପ୍ରଭୁ କଣ ଏଇଟା? ଗୋଟେ ମେଷର ମେଦର ଅର୍ଥ ହଉଛି ଜାଗାରେ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ, ଯୀଶୁଙ୍କର ବାକ୍ୟ ବର୍ତ୍ତମାନ ମନୁଷ୍ୟ ପାଇଁ ଆଶୀର୍ବାଦର ସର୍ତ୍ତ ହେଇଗଲା। ଯୋଉ ମନୁଷ୍ୟ ପ୍ରଭୁଙ୍କ ସାମ୍ନାରେ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ, ଆଉ ଏଇ ଜାଗାରେ ମେଦର ଅର୍ଥ ହଉଛି କଣ? ଏଇ ଜାଗାରେ ମେଦର ଅର୍ଥ ହଉଛି ଈଶ୍ୱରଙ୍କ ବାକ୍ୟ। ଯୋଉ ଲୋକମାନଙ୍କର ହୃଦୟରେ ପ୍ରଭୁ ଯୀଶୁଙ୍କର ରକ୍ତ, ପ୍ରଭୁ ଯୀଶୁଙ୍କର ସୁସମାଚାର ବା ବାକ୍ୟ ବା ଈଶ୍ୱରଙ୍କ ଧାର୍ମିକତା, ଯାହା ଯୀଶୁଙ୍କ ଠାରେ ବିଶ୍ୱାସ করে ମିଳେ କହିକି ରୋମିଓ ପୁସ୍ତକରେ ଲେଖା ହେଇଛି 3:26-27 ଲେଖା ହେଇଛି। ଯୋଉ ଲୋକ ସରି 24-27 22-23 ଲେଖା ହେଇଛି। ଯୋଉ ଲୋକମାନେ ଯୀଶୁଙ୍କ ରକ୍ତକୁ ଧରିକି ଯାଉଛନ୍ତି ପ୍ରଭୁ ପାଖ, ଯୀଶୁଙ୍କ ବାକ୍ୟକୁ ଧରିକି ଯାଉଛନ୍ତି, ପ୍ରଭୁ ତାଙ୍କୁ ଗ୍ରହଣ। କିନ୍ତୁ କଇନ ସଦୃଶ ଯଦିଓ ସେମାନେ ନିଜକୁ ସ୍ଥାପନ କରିବା ପାଇଁ ନିଜର ଧାର୍ମିକତାକୁ ସ୍ଥାପନ କରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଜ୍ଞାନଯୁକ୍ତ ସେଟା ଜ୍ଞାନଯୁକ୍ତ ନୁହେଁ। ଜ୍ଞାନଯୁକ୍ତ ନୁହେଁର ଅର୍ଥ ହଉଛି ମନୁଷ୍ୟର କାର୍ଯ୍ୟକୁ ପ୍ରଭୁ ଗ୍ରହଣ କରିବେ ନାହିଁ। ସେଥିପାଇଁ ଆତ୍ମିକ ଭାବରେ ଯୋଉ ଦେଖିବା ମାନେ କଇନଙ୍କର ଆତ୍ମିକ ଜୀବନରେ ପରମେଶ୍ୱର ଅଗ୍ରାହ୍ୟ କଲେ। କାହିଁକି ସେ ଖୁସି ହେଇପାରିଲେ ନାହିଁ? କାହିଁକି ସେ ଧନ୍ୟବାଦ ଦେଇପାରିଲେ ନାହିଁ? କାରଣ କଇନ ସେ ପ୍ରଭୁଙ୍କୁ କେବଳ ଜାଣିଥିଲେ, ତାଙ୍କ ଚିନ୍ତାରେ କେବଳ କଇନଙ୍କର ନୈବେଦ୍ୟକୁ ପ୍ରଭୁ ଗ୍ରହଣ କରିବେ। କିନ୍ତୁ କଇନ ସେ ପ୍ରଭୁଙ୍କର ପରିଚୟକୁ ପାଇନଥିଲେ, ଯୋଉ ପ୍ରଭୁ ତାଙ୍କୁ ତାଙ୍କର ନୈବେଦ୍ୟକୁ ଅଗ୍ରାହ୍ୟ କରିବେ। ଈଶ୍ୱରଙ୍କୁ ଯୀଶୁଙ୍କୁ ଦିନେ ଲୋକ ଆସି ପଚାରିଲେ, ଝିଅ ମାନେ ଏ ମୁଦ୍ରାରେ କାଈଶ୍ୱରଙ୍କର ଫଟୋ ଅଛି, ଏଇଟା ଆମେ କାହାକୁ ଉତ୍ସର୍ଗ କରିବୁ? ଯୀଶୁ କହିଲେ, ଯାହା କାଈଶ୍ୱରଙ୍କର କାଈଶ୍ୱରଙ୍କୁ ଦିଅ, ଯାହା ଈଶ୍ୱରଙ୍କର ଈଶ୍ୱରଙ୍କୁ ଦିଅ। ଯଦି ମୋର ଚିନ୍ତାକୁ ଭାଙ୍ଗିବା ପାଇଁ ପ୍ରଭୁ ମତେ କଷ୍ଟ ଦଉଛନ୍ତି, ମୁଁ କଷ୍ଟକର ପରିସ୍ଥିତିରେ ଗତି କରିକି ଯଦି ମୋର ଚିନ୍ତା ଭାଙ୍ଗିବା ପାଇଁ ଭାଙ୍ଗି ପାରୁଛି, ଯଦି ସମସ୍ୟା ରୋଗ କଷ୍ଟ ଅଭାବରେ ପରିସ୍ଥିତିରେ ଯଦି ମୁଁ ନିଜକୁ ଦେଖିପାରୁଛି ଯେ ମୁଁ ଜଣେ ଦୁର୍ବଳ ଲୋକ, ମୋ ଦ୍ୱାରା କିଛି ହେଇପାରିବ ନାହିଁ, ସେ ସମୟରେ ଯଦି ମୁଁ ପ୍ରଭୁଙ୍କ ଆଡକୁ ବିଶ୍ୱାସ କରିବା ପାଇଁ ହୃଦୟ ପାଉଛି, ତାହେଲେ ବେଟର ହବ, ଭଲ ହବ ଏ ପରିସ୍ଥିତି, ଏ କଷ୍ଟକର ବିଷୟକୁ ମୁଁ ସାମ୍ନା କରିବା। ଯୋଉ କାର୍ଯ୍ୟ ଯୋଉ ବିଷୟ ଦ୍ଵାରା ଯଦି ମୁଁ ନିଜକୁ ଅସ୍ୱୀକାର କରିବା ପାଇଁ ସକ୍ଷମ ହେଇପାରିବାର ପ୍ରଭୁ ଯଦି କାମ କରୁଛନ୍ତି, ଯଦି ମତେ କଷ୍ଟକର ବିଷୟ ହଉ, ଏଇଟା କିନ୍ତୁ ତାର ସମସ୍ୟା ନାହିଁ। କଇନ ବର୍ତ୍ତମାନ ପ୍ରଭୁଙ୍କ ଠାରୁ ଅଗ୍ରାହ୍ୟ ହେଇନାହିଁ। କଇନର ନୈବେଦ୍ୟକୁ ଈଶ୍ୱର ଅଗ୍ରାହ୍ୟ କରିବାର ଅର୍ଥ ନାହିଁ ଯେ କଇନକୁ ପ୍ରଭୁ ଘୃଣା କରୁଛନ୍ତି। ତ ବର୍ତ୍ତମାନ ଏଇ ଦୁଇ ପ୍ରକାର ଆତ୍ମିକ ଜୀବନ ଅଛି ବର୍ତ୍ତମାନ। କିନ୍ତୁ ଏଇ ଜାଗାରେ ହେବଲ ଯିଏକି ଅସ୍ଥାୟୀ ଥିଲେ, କିନ୍ତୁ ଏ ଅସ୍ଥାୟୀ ହେବଲଙ୍କ ଜୀବନରେ ପରମେଶ୍ୱରଙ୍କର ବାକ୍ୟ ଆସିଲା। ଆଜି ଆମମାନେ ମଧ୍ୟ ଲୋକ ଯିଏକି ଆମେ ମଧ୍ୟ କଇନ ସଦୃଶ ଭାବୁଥିଲୁ, ଆମେ ଏଇଟା କରିବା ସେଟା କରିବା ଦରକାର, ଅନେକ ଗୁଡେ ଭଲ କାମ କଲେ, ମୋ ସାଙ୍ଗ ବ୍ୟବସ୍ଥା ମାନିଲେ, ଆଜ୍ଞା ମାନିଲେ ଆମେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିପାରିବୁ। କିନ୍ତୁ ଦିନେ ପ୍ରଭୁଙ୍କ ଦାସଙ୍କୁ ପ୍ରଭୁ ପଠେଇଲେ, ଏ ସମସ୍ତରୁ ମୁକ୍ତ କରିକି ପ୍ରଭୁଙ୍କ ଦ୍ଵାରା ଆମେ ଶୁଣିପାରିଲୁ। କେବଳ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା, ଯୀଶୁଙ୍କ ରକ୍ତକୁ ଗ୍ରହଣ କରିବା ଦ୍ୱାରା, ବିଶ୍ୱାସ ମାଧ୍ୟମରେ ଯାହାକି ପାପ କ୍ଷମା ହେଇଯାଇଛି 2000 ସାଲ ପୂର୍ବରୁ, ଆଉ ସେ ମତେ ପବିତ୍ରକୃତ କରିଅଛନ୍ତି, ସେ ମତେ ଧାର୍ମିକ ମତେ କରିଅଛନ୍ତି। କେବଳ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ଆମେ ଧାର୍ମିକ ହୋଇଛୁ। କେବଳ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ଆମେ ପାପରୁ ମୁକ୍ତି ପାଇଛୁ। କେବଳ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ପ୍ରଭୁ ଆମକୁ ଅନୁମତି ଦେଇଛନ୍ତି। ଯେମିତି ମଫିବୋଶତ ଗୋଟେ ଲୋକ ନାହିଁ, ଯିଏକି ଦାଉଦଙ୍କ ମେଜରେ ବସିକି ସେ ଯୋଗ୍ୟତା ଥିଲା, କିନ୍ତୁ କେବଳ ଦାଉଦଙ୍କର ଆଉ ଜନାଥନଙ୍କର ପ୍ରତିଜ୍ଞା ପାଇଁ ଏବେ ମଫିବୋଶତ ଦାଉଦଙ୍କ ମେଜରେ ବସିପାରିଲେ। ଠିକ ସେମିତି କେବଳ ରିବିକାଙ୍କ ପାଇଁ ବର୍ତ୍ତମାନ ଯାକୁବ ଇସାକ ସାମ୍ନାରେ ସେ ଛିଡା ହେଇପାରିଲେ, ଅନୁଗ୍ରହ ପାଇଲେ, ଆଶୀର୍ବାଦ ପାଇଲେ। ଆଜି ଆମମାନେ ମଧ୍ୟ ସଠିକ ଭାବରେ କେବଳ ଯୀଶୁଙ୍କ ଦ୍ୱାରା ପ୍ରସ୍ତୁତ ବିଷୟ ପ୍ରଭୁଙ୍କ ପାଖକୁ ଯଦି ନେଇକି ଯାଉଛୁ, ତାହେଲେ ପ୍ରଭୁ ଖୁସି ହେବେ। ଆଜି ଆମ ପାଖରେ କଣ ଅଛି? ଯେମିତି ହେବଲ ପାଖରେ ମେଷର ମେଦ ଅଛି, ଆଜି ଆମ ପାଖରେ ମଧ୍ୟ ସେମିତି ପ୍ରଭୁଙ୍କର ସୁସମାଚାର ଅଛି, ଯୀଶୁଙ୍କ ରକ୍ତ ଅଛି, ଯୀଶୁଙ୍କର ବାକ୍ୟ ଅଛି। ତାହା ହିଁ ପ୍ରଭୁଙ୍କର ସନ୍ତୁଷ୍ଟ, ତାହା ହିଁ ପ୍ରଭୁଙ୍କର ଆଗ୍ରହ ଗ୍ରହଣ। ଆମେ ତ ମୁଁ ଆଶା କରୁଛି ଆମେ କଇନ ସଦୃଶ ନ ବଞ୍ଚି, କଇନ ସଦୃଶ କୌଣସି ବିଷୟ ପ୍ରସ୍ତୁତ ନ କରି, ଈଶ୍ୱର ଆମ ପାଇଁ ଯାହା ମଧ୍ୟ ପ୍ରସ୍ତୁତ କରିଅଛନ୍ତି, ସେଟା କଣ? ଯୀଶୁ କହିଲେ, ମୁଁ ପଥ ସତ୍ୟ ଜୀବନ, ମୋ ଦେଇ ନ ଗଲେ କି ପିତାଙ୍କ ନିକଟକୁ ଯାଇପାରିବ। ଯୀଶୁ ହିଁ ପଥ, ଯୀଶୁ ହିଁ ସତ୍ୟ, ଯୀଶୁ ହିଁ ଜୀବନ। ଏ ତିନିଟା ବାକ୍ୟ ଭିତରେ ହୋଲ ଲାଇଫରେ, ଜୀବନ ସାରାରେ ଆମକୁ କଣ ଦରକାର, କୋଉ ସମୟରେ ଦରକାର, ସମସ୍ତ ବିଷୟ ଗୁପ୍ତ ହେଇକି ଅଛି ଏ ଯୀଶୁଙ୍କର ଭିତରେ। ସେଥିପାଇଁ ପରମେଶ୍ୱରଙ୍କୁ ବେଶୀ ଧନ୍ୟବାଦ ଦଉଛି ମୁଁ, ଯେ ପ୍ରଭୁ ଆମକୁ ଏତେ ସୁନ୍ଦର ଭାବରେ ମଣ୍ଡଳୀ ଦେଇଛନ୍ତି, ଆଉ ଏ ମଣ୍ଡଳୀରେ ପ୍ରଭୁ ଆମକୁ
ପ୍ରଭୁ ଦାସଙ୍କୁ ଦେଇଛନ୍ତି, ଆଉ ଯାହା ଦ୍ୱାରା କି ବାକ୍ୟ ଦ୍ୱାରା ଆମେ ଜାଣିପାରୁଛୁ ପ୍ରଭୁଙ୍କର ଇଚ୍ଛା କଣ, ପ୍ରଭୁଙ୍କର ପସନ୍ଦ କଣ, ପ୍ରଭୁଙ୍କର ଭିତରେ ଆମ ଆଡକୁ ଲକ୍ଷ୍ୟ କଣ, ପ୍ରଭୁଙ୍କର ଯୋଜନା କଣ ଆମ ଆଡକୁ। ଆମେ ଆମ ପାଇଁ କିଛି ବିଷୟ ପ୍ରସ୍ତୁତ କଲା ପରିବର୍ତ୍ତେ ପରମେଶ୍ୱର ପ୍ରସ୍ତୁତ କରିଥିବା ବିଷୟ ଆମେ ଆମର ଜୀବନକୁ ଆମେ ନିଜେ ଲକ୍ଷ୍ୟ ରଖିଲା ପରିବର୍ତ୍ତେ ପ୍ରଭୁ ଯଦି ଆମକୁ ଲକ୍ଷ୍ୟ ରଖୁଛନ୍ତି ଆମ ପାଇଁ, ତାହା କେତେ ମୂଲ୍ୟ। ସେଥିପାଇଁ ମୁଁ ବେଶୀ ଧନ୍ୟବାଦ ଦଉଛି ଆଜି ସକାଳେ ପ୍ରଭୁ ଆମକୁ ଏହି ସୁନ୍ଦର ସୁଯୋଗ ଦେଲେ ପ୍ରଭୁଙ୍କ ବାକ୍ୟକୁ ଶୁଣିବା ପାଇଁ ବୋଲି ମୁଁ ପ୍ରଭୁଙ୍କର ଗୌରବ ପ୍ରଶଂସା କରୁଛି। ଆଜି ଏତିକି କହିବି, ପ୍ରାର୍ଥନା କରିବି। ପରମେଶ୍ୱର ଧନ୍ୟବାଦ ଦଉଛୁ, ତୁମେ ଆମକୁ ଆଜି ସକାଳେ ବେଶୀ ମୂଲ୍ୟ ସମୟ ଦେଲ ତୁମର ବାକ୍ୟକୁ ଶୁଣିବା ପାଇଁ। ଆଉ ପ୍ରଭୁ ତୁମେ ଅନେକ ଅ ସମୟରେ ପ୍ରଭୁ ତୁମେ ଆମ ପାଇଁ ଅନେକ ଗୁଡ଼ିଏ ଯୋଜନା, ଅନେକ ଗୁଡ଼ିଏ ତମର ଗୁପ୍ତ ବିଷୟକୁ ଜଣେଇଅଛ, ଯାହାକି ଆମର ନିଜର ଦ୍ୱାରା ନିଜର ଚେଷ୍ଟା ଦ୍ୱାରା କେବଳ ଜାଣିପାରିନଥାଉ। ଆଉ ପ୍ରଭୁ କହିନ ଯଦିଓ ଲାଭ ଥିଲେ, କହିନ ଯଦିଓ ଶକ୍ତିଶାଳୀ ଥିବେ, କହିନ ଯଦିଓ ଉତ୍ତମ ଉତ୍ତମ ବିଷୟକୁ ସେ ପ୍ରସ୍ତୁତ କଲେ, କିନ୍ତୁ ତାହା କେବେ ପରମେଶ୍ୱରଙ୍କର ଦ୍ୱାରା ପ୍ରସ୍ତୁତ ନ ହେବା ବିଷୟ ସେଥିପାଇଁ ପ୍ରଭୁ ଗ୍ରହ କଲେ। କିନ୍ତୁ ହେବଲ ଯିଏକି ଈଶ୍ୱରଙ୍କ ଦ୍ୱାରା ସେ ଶୁଣିକି ଈଶ୍ୱରଙ୍କ ଦ୍ୱାରା ହିଁ ସେ ପ୍ରଭାବିତ ହେଇକି ସେ ପ୍ରଭୁ ସେ ନୈବେଦ୍ୟକୁ ପ୍ରସ୍ତୁତ କରୁଥିଲେ। ଆଜି ମଧ୍ୟ ପ୍ରଭୁ ତୁମେ ଆମକୁ ଯୀଶୁଙ୍କୁ ଦେଲ। ହଁ ପ୍ରଭୁ, ସେ ଯୀଶୁଙ୍କ ଦ୍ୱାରା ହିଁ ଆମମାନେ ଆଜି ଏ ପରମେଶ୍ୱରଙ୍କ ଠାରୁ ଅନୁଗ୍ରହ ପାଇବାର ଜୀବନକୁ ଆମେ ପାଇଛୁ। ସୁସମାଚାର ପ୍ରଭୁ ତୁମେ ଦେଲ ଆମ ତମର ସୁଷମାଚାର ରକ୍ତକୁ ଦେଲ ପ୍ରଭୁ, ଯୀଶୁଙ୍କ ରକ୍ତ ଦ୍ୱାରା ପ୍ରଭୁ ଆମ ପାପ ଧରି ଯାଇଛି ବୋଲି ତୁମେ ଆମକୁ ପ୍ରକାଶ କର। ପ୍ରଭୁ ତମେ ପ୍ରତ୍ୟେକ ସମୟରେ ତମେ ଆମକୁ ଧରିକି ଅଛ, ପ୍ରତ୍ୟେକ ସମୟ ତମେ କଢେଇକି ନଉଛ, ପ୍ରଭୁ ଆମେ ଧନ୍ୟବାଦ ଦଉଛୁ। ହଁ ପ୍ରଭୁ ତୁମେ ଆମକୁ ଏ ଜଗତର ଜୀବନର ଶେଷ କାଳ ପ୍ରଭୁ ତୁମେ ଆମକୁ କଢେଇକି ଆଜି ପରି ସୁଷମାଚାର ପ୍ରଚାରିତ ହବ, ସେଥିରେ ତୁମେ କାର୍ଯ୍ୟ। ଧନ୍ୟବାଦ ଦେଇ ପ୍ରଶଂସା ଦେଇ ପ୍ରାର୍ଥନା ଉଦ୍ଧାରକର୍ତ୍ତା ନାଜର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ଟିକେ